गोटे सरे परिणत करेंगे किंतु जहांक उद्देश्य आम यही कार्यक्रम करुचु सी किंतु खुशी होउचंती रामंकर कथा को शुणिले से खुशी है। तेणु आमे प्रथमे टिके रामंक उद्देश्य रे गोटे छोट धुन पढ़िकी तापर आमे कथा विपद आरंभ कर। हे रघुपति रामचंद्रम सीतापते नाथ हरिहरम हे रघु रघुपति रामचंद्रम सीतापते हरिहरम हे रघुपति रामचंद्रम सीतापते हरिहरम हे रघुपति रामचंद्र सीतापते नाथ 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 देखंतु एमती कथा शिखी थिले बहु प्रकार कथा कही माने बहु उदाहरण मध्य देई हम जगन्नाथ दर्शन को आज आप देखिए टीवी पर्दारे लक्ष लक्ष लोक जाउछथि सी दर्शन कौन करुचंदी कि कौन करुचंदी कि खंडिया खाबरा होकर आसुचंदी किंतु गोटे मनरे आग्रह अच्छी से सबू जगन्नाथ दर्शन को जाउछंदी किंतु जीवनर सर्वश्रेष्ठ गति बा सर्वश्रेष्ठ भक्ति होउची अनुभव। आमे कौन अनुभव करिचु तांको पूजा करी आमे कौन अनुभव करिचु कि तांको नाम स्मरण करी कौन आमे अनुभव करिचु से गुटिक होउची जीवनर प्रकृत स्मृति बा गोटे मूल्यवान अलंकार। मु गोटे जीवनर अनुभूति गोटे कथा कहूँ आमे आपण माने भी जानी थिबे नयागढ़ ओड़ गाँ सेठी अछंती आम ओडिशार प्रसिद्ध रघुनाथंक मूर्ति से सेठी राजा महाराजंक भली पूजा कर जितेबाला आमे गोटे गाड़ी रे गलु गोटे जीप गाड़ी रे से जीप गाड़ी रो ऊपर पाल टंगा है से माने आजिकल भाया नुहे एते बेगरे
କାଳ ବୈଶାଖୀ ଏଇ ସମୟଟା ବୋଧେ ଏତେ ବେଗରେ କାଳ ବୈଶାଖୀ ମାଡ଼ି ଆସିଲା, ଆମେ ଅନୁଭବ କଲୁ ବା ଆମେ ଚିନ୍ତା କଲୁ ଯେ ଇଏ ଗାଡ଼ି ଫାଡ଼ି କିଛି ରହିବନି, ଇଏ ପାଲ ଫାଲ ସବୁ ଉଡ଼େଇ ନେବ, ଗାଡ଼ିକି ବି କୁଆଡ଼େ ଉଡ଼େଇକି ଭାଙ୍ଗି ଫୋପାଡ଼ିବ। ତେଣୁ ସମସ୍ତେ ଯେତେବେଳେ ବ୍ୟସ୍ତ ହେଲେ, ସେତେବେଳେ ମୁଁ ତାଙ୍କୁ କହିଲି, ବ୍ୟସ୍ତ ହେଲେ କୌଣସି ଜିନିଷ ଯଦି ମଣିଷ ଅଧୈର୍ଯ୍ୟ ହେବ, ତାର ଯଦି କୌଣସି କାର୍ଯ୍ୟରେ ଗୋଟେ ଏକାଗ୍ରତା ବା ଗୋଟେ ବିଶ୍ୱାସ, ଗୋଟେ ଭକ୍ତି ନ ରହିବ, ତାହେଲେ ସେ କଥା ସେଇଠି ରହିଯିବ, ସେ କଥାର ଅନୁଭବ କିଛି ଆସିବ। ଏଇ ଯେଉଁ ଧୁନଟି ମୁଁ ଆପଣମାନଙ୍କୁ କହିଲି, ଇଏ ଧୁନଟାକୁ ମୁଁ ଲେଖିନି, ସେଇ ଗାଡ଼ି ଭିତରେ ବସିକିରି ଆମେ ଦେଖୁଛୁ ଗଛ ଗୁଡ଼ାକ ସବୁ ମାନେ ଡାଳ ଫାଳ ଭାଙ୍ଗିକିରି ସବୁ ରାସ୍ତାରେ ପଡ଼ିଲା। କିନ୍ତୁ ଆମେ ଗୋଟିଏ ସ୍ତୋତ୍ର, ଏଇ ସ୍ତୋତ୍ରଟିକୁ ଯେତେବେଳେ ପଢ଼ିଲୁ, ଆମ ପାଖରେ ମୃଦଙ୍ଗ ନାହିଁ, ଗିନି ନାହିଁ, ଝାଞ୍ଜ ନାହିଁ, କିଛି ନାହିଁ, ଆମେ ଯାଉଛୁ ଦର୍ଶନକୁ, ତାକୁ କାହିଁ ସବୁ ନେଇକିରି ଯିବୁ। ଯେତେବେଳେ ହେ ରଘୁପତି ରାମଚନ୍ଦ୍ରମ୍ ସୀତାପତେ ନାଥ ହରିହର, ଏଇ କଥାଟା ଯେତେବେଳେ ଆମ ପାଟିରୁ ବାହାରିଲା, ସମସ୍ତେ ମଧ୍ୟ ସେ ନାମଟିକୁ ଗାଇଲେ। ବଳିଆ ଆଗରେ ଗାଉଥାଏ, ସେମାନେ ପଛରେ ଗାଉଥାନ୍ତି। ଗଛ ଡାଳ ଗୁଡ଼ିକ ଆଗରେ ଭାଙ୍ଗିକିରି ପଡ଼ୁଥାଏ ନା ପଛରେ ଭାଙ୍ଗିକିରି ପଡ଼ୁଥାଏ, କିନ୍ତୁ ଆମ ଆଗରେ ମାନେ ଗଛ ପଡ଼ୁନଥାଏ ନା କିଛି ହେଉନଥାଏ। ଆମ ଗାଡ଼ି ନୟାଗଡ଼ ଓଡ଼ଗାଁ ପର୍ଯ୍ୟନ୍ତ ଗଲା। ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମେ ଏଇ ଧୁନଟିକୁ ଜୀବନରେ ମନେ ରଖିଛୁ। ସମସ୍ତଙ୍କୁ ମଧ୍ୟ ଆମେ କହୁ, ଖାଲି ରାମ ରାମ କହିଲେ ଯେ ଜୀବନରେ ଆମେ ଉଦ୍ଧାର ହେଇଯିବା। ମଣିଷ ଯେତେବେଳେ ମରିଯାଉଛି, ତାକୁ କାନ୍ଧରେ ବସେଇକି ସେ ମୁର୍ଦାରକୁ ନେଉଛନ୍ତି। ଆଜିକାଲି ତ ମୁର୍ଦାରକୁ ନେଇକିରି ତ ଯାଉନାହାନ୍ତି, ଆଗ ମଦ ପିଉଛନ୍ତି, 2 ବୋତଲ କି ବୋତଲ ମଦ ପିଇକିରି ତାପରେ ମୁର୍ଦାର ନେଇକିରି ଯାଉ। ସେ ବାପାର ମୁର୍ଦାର ହଉ କି ମାଆର ମୁର୍ଦାର ହଉ କି ଯାହାର ମୁର୍ଦାର ହଉ, କିନ୍ତୁ କହିକିରି ଯାଉଛନ୍ତି ରାମ ନାମ ସତ୍ୟ। ଯେଉଁ କଥାଟିକି ସେ କହୁଛନ୍ତି, ସେ କଥାର ମାନେ ମଧ୍ୟ ସେ ବୁଝିନାହାନ୍ତି। ଇଏ ଦୁନିଆରେ ସବୁ ଦିନେ ହଜିଯିବ, କାଳ ଗର୍ଭରେ ସବୁ କଥା ଲିଭିଯିବ, କିନ୍ତୁ ଗୋଟିଏ କଥା ଲିଭିବ ନାହିଁ, ସେ ହେଉଛି ସ୍ମୃତି ବା କୀର୍ତ୍ତି। ଯେଉଁ ମହାପୁରୁଷ ମାନେ ୟାକୁ ଲେଖିଛନ୍ତି ରାମ ନାମ ସତ୍ୟ ହଏ, ସେ କ'ଣ ଗୋଟେ ଏମିତି ଗୋଟେ ମିଛରେ ଗୋଟେ ଲେଖିଦେଇଛନ୍ତି। ତେଣୁ ମୋର କହିବା କଥା, ଆମେ ରାମ କ'ଣ ବୁଝିନୁ, ରାମ ତ କ'ଣ ବୁଝିନୁ, ଆଉ ଲକ୍ଷ୍ମଣଙ୍କୁ ବୁଝିବୁ କ'ଣ, ସୀତାଙ୍କୁ ବୁଝିବୁ କ'ଣ, ଏତେ କଥା କିଏ ବୁଝିବାକୁ ଯିବ। ଆଜି ଆପଣମାନେ ଏଇଠି ଏକତ୍ର ହେଇଛନ୍ତି, ଏଇ ଯେଉଁ ସୁନ୍ଦର ପରିବେଶଟି ଆପଣ ସୃଷ୍ଟି କରିଛନ୍ତି, ଏଇ ପରିବେଶ ହେଉଛି ରାମ। ରାମ ଶବ୍ଦର ଅର୍ଥ ହେଉଛି ଆନନ୍ଦ। ଆପଣମାନେ ଏତେ ବାଟରୁ, କେତେ ବାଟ ମୁଁ କହିପାରିବିନି, 1 କିଲୋ କି 2 କିଲୋମିଟର ହେବ, ଆପଣମାନେ ଗୋଟେ କୀର୍ତ୍ତନ କରି ଆନନ୍ଦରେ ଆଣୁଛନ୍ତି।
ଏଇ ଆନନ୍ଦ ହିଁ ହେଉଛନ୍ତି ରାମ। ଆପଣ ବର୍ତ୍ତମାନ ରାମଙ୍କ ମୂର୍ତ୍ତି ଆଗରେ ଠିଆ ହେଇ ଅଧଘଣ୍ଟାଏ ଘଣ୍ଟାଏ ଯଦି ବସି ରାମଚରିତ୍ର ମାନସ ପଢ଼ିବେ କି ରାମାୟଣ ପଢ଼ିବେ କିମ୍ବା ରାମ ନାମ କରିବେ, ସେଇଟା ଆପଣଙ୍କୁ ଭଲ ଲାଗିବ, କିନ୍ତୁ ରାମ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା କିଛି ହେବେ। ଏଇଠି ହନୁମାନ ଅଛନ୍ତି, ଆପଣ ହନୁମାନଙ୍କୁ ପୂଜା କରୁଛନ୍ତି, କିନ୍ତୁ ଆପଣଙ୍କ ସାଙ୍ଗରେ କେଉଁ 15 ବର୍ଷ ନା କେତେ ବର୍ଷ ହେଲା କେଉଁ ବର୍ଷ କାହା ସାଙ୍ଗରେ ହନୁମାନ କଥାବାର୍ତ୍ତା ଟିକେ ହେଇଛନ୍ତି କି? ମୋତେ ଭଲ ଭୋଗ ଟିକେ ଖାଇବାକୁ ଦିଅ କିମ୍ବା ମୋତେ ଗୋଟେ ଭଲ ବସ୍ତ୍ର ଦିଅ, ଏମିତି କିଛି ପ୍ରମାଣ ଅଛି କି? ଥିବ ଯଦି କାହା ପାଖରେ ଜଣେ ଅଧଙ୍କ ପାଖରେ ଥିବ। ଯଦି ସେଇ ତତ୍ତ୍ୱଟାକୁ ଆମେ ବୁଝିଦେବା, ତାହେଲେ ଆମେ ବୁଝିପାରିବା ହନୁମାନ ପ୍ରକୃତରେ କ'ଣ। ରାମ 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 କହୁଅଛୁ ମୁଖେ, ରାମଙ୍କ ଆଦର୍ଶ ନାହିଁ। ଆମେ ରାମ 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 ହଉଛୁ, କିନ୍ତୁ ରାମଙ୍କର ଆଦର୍ଶ ଆମ ପାଖରେ କିଛି ନାହିଁ। ଖାଲି ଗପୁଛୁ, ମାନେ ବହୁ ମାଇକି ଫାଇକି ନଗେଇକିରି ବହୁତ ଗପୁଛୁ ଯେ ରାମ ପିତୃ ସତ୍ୟ ପାଳି ରାମ ଯାଇଥିଲେ ଜଙ୍ଗଲ। ଏଇ କଥାକୁ ଯେତେବେଳେ କୁହାଯିବ ସେ କେତେ ପ୍ରକାରର ଉଦାହରଣ ଦିଆଯିବ, କିନ୍ତୁ ତାଙ୍କୁ ପଚରାଯିବ ଆପଣ ଆପଣଙ୍କ ବାପାଙ୍କର କେଉଁ ସତ୍ୟଟାକୁ ଜୀବନରେ ପାଳନ କରିଛନ୍ତି, କେଉଁ କଥାକୁ ଆପଣ ମାନିଛନ୍ତି, ସେଇ କଥାଟା ଟିକେ ଆମକୁ କୁହନ୍ତୁ। ସେ ମନେ ପକେଇ ପାରିବେନି, ସେ ମନେ ପକେଇ କହିପାରିବେନି ଯେ ମୁଁ ଏଇ ସତ୍ୟଟାକୁ ପାଳନ କରିଛି। ତାର ଅର୍ଥ ନୁହେଁ ଯେ ଏ ଦୁନିଆରେ ପିତୃଭକ୍ତି କମି ଯାଇଛି। ଆଜି ବି ଘରେ ଘରେ ବାପା ଅଛନ୍ତି, ମା ଅଛନ୍ତି, ପୁଅ ଅଛି, ବୋହୂ ଅଛି, ସମସ୍ତେ ଅଛନ୍ତି, କିନ୍ତୁ ପିତୃ ସତ୍ୟ ପାଳନ କରିବା ବା ବାପାଙ୍କ କଥାକୁ ମାନିବା। ବାପା ଯଦି କହିଥିବେ ଆରେ ପୁଅ ତୁ ସିଗାରେଟ କାହିଁ ଖାଉଛୁ, କୋଉ ପୁଅଟି ସାଙ୍ଗେ ସାଙ୍ଗେ ସିଗାରେଟକୁ ବର୍ଜନ କରୁଛି କି? ଯଦି କରିଥିବ ସେଇ ପୁଅ ହେଉଛି ସୁପୁତ୍ର। ଯଦି ବାପା କେତେବେଳେ କହିଥିବେ ଆରେ ତୁ ସେ ବଜାରକୁ ଯାଇ ମଦ ଗୁଡ଼ା କ'ଣ ପିଉଛୁ, ସେ ମଦକୁ ଆଜି ଛାଡ଼େ। ଯିଏ ପ୍ରକୃତ ଛାଡ଼ିଛନ୍ତି, ମଦ୍ୟ ମାଦକ ତ୍ୟାଗ କରିଛନ୍ତି, ସେଇ ପ୍ରକୃତରେ ଏ ସମାଜର ବା ଏ ପରିବାରର ସୁପୁତ୍ର। ଆଉ କିଛି କରିନାହାନ୍ତି, ରାମଙ୍କ ମୂର୍ତ୍ତି ଫୂର୍ତ୍ତି କରି ଗୋଟାଏ ବାଜା ଫାଜା ବଜେଇ, ପୁଣି ଆଜିକାଲି ଗୋଟେ ଡିଜେ ବାହାରିଲାଣି ଯେ ମାନେ ଯେଉଁ ଡିଜେ ବାଜୁଛି ସେ ଯେଉଁ ହାର୍ଟ ରୋଗ ବାହାରୁଛି। ମୋରି ସାମ୍ନାରେ, ମୋ ସାମ୍ନାରେ ନହେଲେ ମୋ ଟିକେ ଦୂରରେ ଏ ଡିଜେ ବାଜିବା ଦ୍ୱାରା 2 ଜଣ ବ୍ୟକ୍ତି ହାର୍ଟ ଷ୍ଟ୍ରୋକ୍ ହେଇକି ମରିଗଲେ ଯାଜପୁର ବରୀରେ। କିଏ ମରନ୍ତୁ, କିନ୍ତୁ ଆମେ ଡିଜେ ବଜେଇବୁ, ଆମେ ଏମିତି ନାଚିବୁ, ଆମେ ଏମିତି କରିବୁ, ଏଇ ହେଉଛି ଆମର ସତ୍ୟ। ତେବେ ରାମ କହିଲେ ଆନନ୍ଦ। ଆପଣମାନଙ୍କୁ ଯେତେବେଳେ କ୍ଳାନ୍ତି ଲାଗେ, ଆପଣ କହନ୍ତି ମୁଁ ଟିକେ ଆରାମ କରୁଛି, ମୁଁ ଟିକେ ଆରାମ କରିକି ଯାଉଛି, ଅଥବା ବିଶ୍ରାମ କରିକି ଯାଉଛି। ଏଇ ଯେଉଁ ଆରାମ, ଏଇ ଆରାମ ଶବ୍ଦ ଭିତରେ ରହିଛି ରାମ।
ଆରାମ କହିଲେ ଜଙ୍ଗଲ। ଜଙ୍ଗଲରେ ଯିଏ ବର୍ଷ ବର୍ଷ ଧରି ବୁଲୁଥିଲେ ସେଇ ହେଉଛନ୍ତି ରାମ। ରାମ ଯଦି ଆନନ୍ଦ ହେଲେ, ରାମ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତିକିଟି ବର୍ଷ ଇଏ ମର୍ତ୍ତ୍ୟରେ ଆମେ ମର୍ତ୍ତ୍ୟକୁ ଭୋଗ କରିବା, ସେଇ ଗୋଟିକ ହେଉଛି ରାମ। ଆପଣ ଦେଖନ୍ତୁ, ରାମ ତାକୁ ଓଲଟେଇ ଦେଲେ ମୋ ରାମ। ଜନ୍ମ ହେଉଛନ୍ତି ରାମ, ମୃତ୍ୟୁ ହେଉଛନ୍ତି ମରା। ତେଣୁ ଜୀବନରେ ପ୍ରତ୍ୟେକ ମଣିଷ ଭିତରେ ରାମ ନାମର ଆବଶ୍ୟକ ଅଛି। କେତେବେଳେ ଆପଣ କରିବେ ସେ ସମୟ ସ୍ଥିର କରନ୍ତୁ। କିନ୍ତୁ ये जन्म ठारू मृत्यु पर्यंत आपण जीवन रे दुखरे बा सुखरे जहा आपण को मिलुची सेतिकिरे आपण जदि खुशी रही पारिबे ताले सेई होउची प्रकृत राम। जणे जणे शिष्य सी गुरु निकट में पहुँचला। आमर सब गोटे अभ्यास अच्छी आमर सब आपण मैंने भी जानी मु भी जानी आमर गोटे अभ्यास अच्छी आम जदि शिव मंदिर को जीवु सेठी आमे गंजेई कथा मने पकई शिव गंजेई खाती यहीटा आम मुंडे पशि जाइए। शिव भांग खाती ये कथा आम मुंडे पशि जाइए। जदि आमे शिव मंदिर को जीवु ताले गंजेई टिके नहीं जाइए। मठ मंदिर रे गंजेई मली ताकू चुमु कौन कौन चूलम चूलम ताकू देइगिरी ताकू आमे दहड़े टाणीबू एवं हेतरे आमे माने कौन गोटे भोग भोग पाइक घर को आसिक शोबू। सेमती जड़े शिष्य से गुरु आश्रम को गुरु आश्रम से गाई जगू मुझे आसला बेले देखिली यही रास्तार पार्श्व आपण मान गाँव रे गाई सब बंधा तेणु मुझे गाई बांधी थिबा लोक मानकु मु नमस्कार करुच्ची कारण से माने प्रकृत रे गोमाता को सम्मान दौरान। आउ अनेक जगार आम देखुचु गाई माने सब नाल बंध नई बंध पक्का रास्ता जरी चोबेकरी प्लास्टिक चोबेकरी कागज चोबेकरी से सब बंची। तेणु ये हुंडा रामंकर आश्रम से गाईटीए जगुला। अच्छा पिला माने आपण माने आपण जानी तथापि मुझे कहीदू गाई आमको कौन दिए? आगे प्रथम दब दुग्ध तापरे दधी दही दब छेना दब घी दब लहुणी दब। आम ठाकुर भगवान कृष्ण से जीवन सारा
ସରଲବଣୀ ଖାଉଥିଲେ। ବ୍ରଜେ ପ୍ରସିଦ୍ଧମ ନବନୀତ ସୌରଭ। ତେବେ ଗାଈ ଆମକୁ ଏତେ କଥା ଦଉଛି। ଯେତେବେଳେ ଗ୍ୟାସ ଆମ ଦେଶରେ ନଥିଲା ଆମେ କ'ଣ ଜାଳୁଥିଲୁ? ଘଷି ଜାଳୁଥିଲୁ, ଗୁଣ୍ଡା ଜାଳୁଥିଲୁ। କିନ୍ତୁ ଆଜି ଏଇ କିଛି ଦିନ ଗୋଟେ ଗ୍ୟାସ ଅଭାବ ପଇଲା, ଘଷି ସବୁ ବିକ୍ରି ହେଲା। ତେଣୁ ଗାଈ ଆମକୁ ଏତେ କଥା ଦଉଛି। ଆଉ କ୍ଷୀର ଦଉଛି, ଦହି ଦଉଛି, ଲହୁଣୀ ଦଉଛି, ଏତେ ଛେନା ଦଉଛି, ଏତେ କଥା ଦଉଛି। ଯୋଉ ମଦ୍ୟ ବୋତଲଟିକୁ ତାକୁ ପାତ୍ରରେ ଦେଇକି ଯେମିତି ଢକ ଢକ କରି ତାକୁ ଆପଣମାନେ, ମୁଁ ତ ପିଇନି, ଆପଣମାନେ କିଏ ପିଇଥିବେ କି କ'ଣ? ଯିଏ ପିଉଛନ୍ତି ସିଏ କ'ଣ ପାଇଛନ୍ତି? ସେ ମଦରୁ କ'ଣ ତାଙ୍କ ଭିତରେ ଆସିଛି? ସେଠି କ୍ଷୀର ଆଇଛି କି ଗୁଡ଼ ଆଇଛି କି ଚିନି ଆଇଛି କି ଆଉ ରସଗୋଲା ଆଇଛି, କ'ଣ ଆଇଛି? କିଛି ନାହିଁ। କେବଳ ଜୀବନକୁ ଉପଭୋଗ କରିବାକୁ ଯାଇ ଆମେ ଆଉ 5 ବର୍ଷ କି 3 ବର୍ଷ ବଞ୍ଚିଥାନ୍ତୁ, ଆମେ 5 ବର୍ଷ 3 ବର୍ଷ ଆୟୁଷକୁ ଆମେ କମେଇ ଦେଉଛୁ। ଯଦି ପ୍ରକୃତରେ ଦେଶ ଗଢ଼ିବ, ପରିବାର ଗଢ଼ିବ, ଜୀବନକୁ ଗଢ଼ିବ, ମଦ୍ୟ ଛାଡ଼, ମାଦକ ଛାଡ଼, ବୃକ୍ଷ ଲଗାଅ। ଆପଣମାନେ ଏଇ ଆସିଲା ବେଳେ ମୁଁ ଦେଖିଲି ଗୋଟେ ଟ୍ରାକ୍ଟର ଦେହରେ ଯେତେ ମାନେ କାଠ ସବୁ କଟା ହେଇକି ଯାଉଛି। ମୁଁ ଭାବୁଥିଲି ଆମକୁ ଗୋଟେ ପାୱାର ଯଦି ସରକାର ଦିଅନ୍ତେ, ମୁଁ ଏଇଠି ବର୍ତ୍ତମାନ ମୋର ପ୍ରୋଗ୍ରାମ ଯାହା ହେଉଛି ହଉ, ମୁଁ ଏଇଠି ଓହ୍ଲେଇକି ସେ ଟ୍ରାକ୍ଟର ବାଲାଙ୍କୁ ପଚାରିଥାନ୍ତି, ଏ କାଠ କୋଉଠୁ ଆଣିଲ? ଗଛ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦିଏ, ଫୁଲ ଦିଏ, ଫଳ ଦିଏ, ସୁଗନ୍ଧ ଦିଏ। ତେଣୁ କାଠ ଆମକୁ କ'ଣ ଦିଏ? ସେ କେବଳ ଜାଳେଣୀ ଉପାଦାନ ଭାବରେ ରହେ। ତେଣୁ ଆମେ ଯିଏ ପାଠ ପଢ଼ିଛୁ, ଅମୁକ କଲେଜରେ ପଢ଼ିଲୁ, ଆମ ସାର୍ଟିଫିକେଟ୍ ଏଇଆ, ଆମର ଅମୁକ ଏଇଆ, କିନ୍ତୁ ପ୍ରକୃତରେ ପାଠ ଗୋଟାଏ ପଟରେ, କଥା ଗୋଟାଏ ପଟରେ, ଆମର କାର୍ଯ୍ୟ ହେଉଛି ଆଉ ଗୋଟାଏ ପଟରେ। ଏଇ ଗାଁକୁ ସବୁଜିମାରେ ପରିଣତ କରନ୍ତୁ। ଯଦି ବଳିଆକୁ ଡାକିଲେ, ଆପଣ କେମିତି ଡାକିଛନ୍ତି ମୋତେ ମୁଁ ତାକୁ କହିଦେଉଛି। ମୋର କୌଣସି ପ୍ରୋଗ୍ରାମ ସବୁ ସରିଯାଇଛି, ମୁଁ ବର୍ତ୍ତମାନ ବିଶ୍ରାମରେ ଅଛି, ଆଉ ମାସେ ଖଣ୍ଡେ ପରେ କୁଆଡ଼େ ଯିବି। କିନ୍ତୁ ପିଲାମାନେ ମୁରବୀମାନେ ଯିଏ ଯାଇଥିଲେ, ସେ କ'ଣ କହିଲେ? ସେ କହିଲେ ଆମର ବାବା କିଛି କହିବା ଦରକାର ନାହିଁ, ଯାହା ଗୋଟେ ରକ୍ଷା ପାଇଗଲି। ଆଉ ବାବା ଖାଲି ବସିଲେ ହେଲା ଆମର। ଆଉ ମୁଁ ଭାବିକି ଯାଇଲି ତ ଆଜି ବସିବି ଆଉ, କିନ୍ତୁ ବସିବି ବୋଲି ମୁଁ ଯାହା ଦେଖିଲି ବସିବା କଥା ନୁହଁ, ସେଇ ଗପିବା କଥା ହିଁ ଏଠି। ତେବେ ସଜ୍ଜନ, ସବୁ କଥାର ଗୋଟାଏ ଶ୍ରଦ୍ଧା ଅଛି। ମୁଁ ଯଦି ନ କହିକିରି ମୋର ଷ୍ଟେଜରୁ ଓହ୍ଲେଇକି ଗାଡ଼ିରେ ବସିବି, ଆପଣମାନେ କ'ଣ ମୋତେ ମାରିବେ? ଆପଣମାନେ ଯଦି ମୋତେ ମାରିବେ, ମୁଁ ପୋଲିସ ଷ୍ଟେସନରେ ବି ଦେଇପାରେ। କିନ୍ତୁ ସେ କଥାରେ କିଛି ନାହିଁ। କଥା ହେଉଛି, କଥା ଭିତରେ ଯଦି ପ୍ରକୃତ କଥା ଥାଏ, ଯାହା ଆପଣମାନେ ଶୁଣିବା ପାଇଁ ଏଠି ଏକତ୍ର ହେଇଛନ୍ତି। ତେଣୁ ରାମ ହେଉଛନ୍ତି ଦଶରଥଙ୍କର ପୁଅ। ଆମେ କ'ଣ ଦଶରଥଙ୍କୁ ଦେଖିଛୁ? କିନ୍ତୁ ଆପଣମାନେ ଏଠି ଯିଏ ବହିଛନ୍ତି, ମୋ ସହିତ ମୁଁ ବି, ଆମେ ସମସ୍ତେ ଦଶରଥ ନନ୍ଦନ।
ଆମ ବାପାଙ୍କ ନାଁ ଦଶରଥ। ଆମରି ଭିତରେ ଯୋଉ 10ଟି ଦ୍ୱାର ଅଛି ବା 10ଟି ଇନ୍ଦ୍ରିୟ ଅଛି, ଯେଉଁ ଇନ୍ଦ୍ରିୟ ମାନଙ୍କ ପାଇଁ ଆମେ ଅକଥା କହୁଛୁ, ଅଖାଦ୍ୟ ଖାଉଛୁ, ଯାହା ପିଇବା କଥା ନୁହେଁ ତାକୁ ପିଉଛୁ, ଦୁଆରକୁ ଯିବା କଥା ନୁହେଁ ଆମେ ଯାଉଛୁ, ସେଇ 10ଟି ଇନ୍ଦ୍ରିୟଙ୍କର ପୁଅ ହଉଛୁ ଆମେ ସମସ୍ତେ। ତେଣୁ ଆମେ ସମସ୍ତେ ଦଶରଥ ନନ୍ଦନ। ତା ଭିତରେ ମୁଖ ଅଛି, କାନ ଅଛି, ନାକ ଅଛି, ସବୁ ଅଛି, ହାତ ସବୁ ଅଛି। ତେବେ ଦଶରଥଙ୍କର ଯଦି ଆମେ ପୁଅ ହେଲୁ, ଯେଉଁମାନେ ଏଇ 10ଟା ଇନ୍ଦ୍ରିୟକୁ ସଂଯମ କରିବା ପାଇଁ ସଂକଳ୍ପ ନିଅନ୍ତି, ସେଇମାନେ ହେଉଛନ୍ତି ଇଏ ସମାଜ ବା ଇଏ ବିଶ୍ୱର ସେଇମାନେ ଋଷି, ସେଇମାନେ ସନ୍ଥ, ସେଇମାନେ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ, ଲେଖକ, ସେଇମାନେ। ଆମେ ନୁହେଁ। ଆମେ ତ ପରିବେଶକୁ ବିଷାକ୍ତ କରୁଛୁ। ଏଇ ଦଶରଥଙ୍କର 3ଟି ରାଣୀ ଥିଲେ। ଆମେ ତ ଦେଖିନୁ, ସେ ପୁରାଣରେ ଲେଖା ହେଇଛି। ସେ 3ଟି ରାଣୀ କିଏ? ଗୋଟିଏ ଲୋକ, ତୁମେ କ'ଣ ଗୋଟିଏ ବାହା ହେଇପାରିଲନି? 3ଟା ଏକାଥରେ ବାହା ହେଇ ପଡ଼ିଲ। ସିଏ 3ଟି ରାଣୀ ଆମରି ଭିତରେ ଅଛନ୍ତି। ସେ କିଏ? କୌଶଲ୍ୟା, କୈକେୟୀ, ସୁମିତ୍ରା। ଇଏ 3 ଜଣ ପ୍ରକୃତରେ କିଏ? ଏତିକି ମନେ ରଖନ୍ତୁ, ଆମରି ଭିତରେ ଦଶରଥଙ୍କର 3 ରାଣୀ ହେଉଛନ୍ତି କର୍ମ, ଜ୍ଞାନ, ଭକ୍ତି। ଇଏ 3ଟି କଥା ଯୋଉଠି ଅଛି, ସେଇ ହେଉଛି ମଣିଷ। ଯଦି ମୋ ପାଖରେ ବି ନାହିଁ, ତାହେଲେ ମୁଁ ଗୋଟିଏ ଏକ୍ସେସ୍ ମାମାଡୁଆ। ଆମର କର୍ମ ନାହିଁ। ଭାଗବତ କେତେ ସୁନ୍ଦର ଭାବରେ ଆମକୁ ବୁଝେଇଲେ। ଓ ଦେବ କର୍ମ ପାଦେ ସେବ କର୍ମ ଓ ଦେବ ତମେ ଯେତେ ମନ୍ଦିର କରୁଛ କର, 5 ଲକ୍ଷ କ'ଣ 50 କୋଟି ହନୁମାନ କର। ଯୋଉ ହନୁମାନ କରିଛ, ଗୋଟିଏ ଲଙ୍କାକୁ ସେ ଜାଳି ପାରିବେ କି? ତାଙ୍କର ସେ କ୍ଷମତା ଅଛି? ତାଙ୍କ ମୁଣ୍ଡରେ ମହୁମାଛି ବସୁଛି, ବିରୁଡ଼ି ବସୁଛନ୍ତି। ସେ ତାକୁ ତ ମାରି ପାରୁନାହାନ୍ତି, ଆମକୁ କ'ଣ ରକ୍ଷା କରିବେ? ଏହାର ଅର୍ଥ ନୁହେଁ ମୁଁ ହନୁମାନଙ୍କ ବିରୁଦ୍ଧରେ କହୁନି। ମୁଁ ହନୁମାନଙ୍କ ଲୋକ, ତାଙ୍କ ବିରୁଦ୍ଧରେ କେମିତି କହିବି? କିନ୍ତୁ ଏଇ ଯୋଉ ଜୀବନର ସବୁଠାରୁ ବଡ଼ ପୂଜା ହେଉଛି, ବଡ଼ ମନ୍ଦିର ହେଉଛି କର୍ମକ୍ଷେତ୍ର। ଯେଉଁଠି ଜ୍ଞାନ ନାହିଁ, ମୋ ହୃଦେ ଜ୍ଞାନ ଦୀପ ଜାଳି ଯଦି ଜ୍ଞାନ ନାହିଁ, ତାହେଲେ ଆମ କର୍ମ ଭୁଲ ହେଇଯିବ। କର୍ମ ଭୁଲ ହେଲେ ଆଉ କଣଟା? କର୍ମ ଅଛି, ଜ୍ଞାନ ଅଛି, ଯଦି ଭକ୍ତି ନାହିଁ। ଭକ୍ତିର ଅର୍ଥ କ'ଣ? ଭକ୍ତିର ଅର୍ଥ ହେଉଛି ସେବା।
ଭକ୍ତିର ଅର୍ଥ ହେଉଛି ପ୍ରେମ, ଭଲ ପାଇବା। ଯଦି ଏଇ କଥାଟା ଯଦି ଆମ ପରିବାରରେ ନାହିଁ, ସେ ପରିବାର ନର୍କରେ ପରିଣତ ହେଇଯାଏ। ଏଇ କଥାଟା ନିହାତି ଦରକାର। ତେଣୁ ରାମ କହିଲେ ଜନ୍ମ ବା ଆନନ୍ଦ। ଆମ ପିଲାଦିନେ ଆମେ ପଢୁଥିଲେ, ଏବେ ତ ଆଉ ତାକୁ କେହି ପଢୁନାହାନ୍ତି। हे आनंदमय कोटि लोक अबोध ज्ञान আচ্ছা, এই প্রার্থনারে ভগবান শুনিবেনি? আমি ভাবুছি ইয়ে প্রার্থনা গুড়াক ସବୁ ସେ ସ୍କୁଲ ପିଲା କରିବେ। ଆଜି ଆପଣ ଦେଖିବେ କୋଟି କୋଟି ପ୍ରାର୍ଥନା, କୋଟି କୋଟି ପ୍ରାର୍ଥନା। ମୋର ଗୋଟେ ପ୍ରାର୍ଥନା, ତାର ଗୋଟେ ପ୍ରାର୍ଥନା, ତାର ଗୋଟେ ପ୍ରାର୍ଥନା। ଯେତେ ଆମେ ଦଳ ଅଛୁ, ସବୁ ଦଳଙ୍କର ପ୍ରାର୍ଥନା ଅଲଗା। ତେଣୁ ହେ ଆନନ୍ଦମୟ, ସିଏ ହଉଛନ୍ତି ଶ୍ରୀରାମ। ଜୟ ରାମ, ଜୟ ଶ୍ରୀରାମ, ଜୟ ହନୁ ଶ୍ରୀରାମ। ଇଏ ହଉଛି ରାମଙ୍କର କଥା। ହନୁମାନ ବସିଛନ୍ତି ସମୁଦ୍ର କୂଳରେ। କପିଗଣ କହିଲେ ଏଇ ଯୋଉ ମାଙ୍କଡ ଭଳିଆ ଦେଖାଯାଉଛନ୍ତି, କିନ୍ତୁ ହନୁମାନ ମାଙ୍କଡ ନୁହନ୍ତି। କେବେ ବି ତାଙ୍କୁ ମାଙ୍କଡ ବୋଲି ଭାବିବନି। ହନୁମାନ ହଉଛନ୍ତି ସ୍ୱୟଂ ଶିବଙ୍କର ଅବତାର। ସେ ଜନ୍ମ ହେବା ପୂର୍ବରୁ ତାଙ୍କ ମା ଅଞ୍ଜନାଙ୍କୁ ସେ 2 ଥର ସ୍ୱପ୍ନରେ ସୂଚେଇଛନ୍ତି, ମୁଁ ତ ଗର୍ଭରୁ ଆସିବି। ରାମ ଜମା ପବନଙ୍କ ପୁଅ ବି ସେ ନୁହଁ। ପବନଙ୍କ ପୁଅ କେମିତି ହେବେ? ପବନ ପାଇଁ ସେ ବଞ୍ଚିଛନ୍ତି, ମୁଁ କଣ ବଞ୍ଚିନି କି? ସେ ହଉଛନ୍ତି କେଶରୀ ନନ୍ଦନ। ତେବେ କଥା କହିଲେ ସେଗୁଡ଼ା ବଢିଯିବ ସବୁ କଥା। ତେବେ ରାମ, ଏଇ ଯୋଉ କଥାଟି ମୁଁ କହିଲି, ରାମ ଯେତେବେଳେ ଜନ୍ମ ହେଇଛନ୍ତି, ସିଏ ପ୍ରଥମେ ମାଗିଛନ୍ତି ବିଶ୍ୱରେ ଗୋଟିଏ ଦେବତା ବା ଗୋଟିଏ ଶକ୍ତି, ଯିଏ ଜନ୍ମ ହଉ ହଉ ସେ ମାକୁ ଖାଦ୍ୟ ଭିକ୍ଷା କରିଛି। ହନୁମାନ। ଏବଂ ମା ତାଙ୍କୁ ପ୍ରଥମ ଖାଦ୍ୟ ଦେଖାଇଛନ୍ତି ସୂର୍ଯ୍ୟଙ୍କୁ। ଯେଉଁ ମଣିଷ ଗାଧେଇ ସାରିଲା ପରେ ସୂର୍ଯ୍ୟଙ୍କୁ ନମସ୍କାରଟିଏ କରେ, ସେ ଗୋଟିଏ ଭଗବାନଙ୍କର ପାଖକୁ ସେ ନମସ୍କାରଟା ସିଧା ପଳେଇବ। ଆମେ ନମସ୍କାର ହବନି, ଆଉ କିଛି ତ ହବନି, ହବ କେମିତି? ଆଚ୍ଛା,
ସୂର୍ଯ୍ୟଙ୍କ ସହିତ ହନୁମାନଙ୍କର ସମ୍ପର୍କ କେତେ ସୁନ୍ଦର। ତେବେ ସମୁଦ୍ର କୂଳରେ କପିମାନେ ବହିଛନ୍ତି, ବହୁତ କପି ବହିଛନ୍ତି। ମାନେ ମର୍କଟ ଭଳି ଦେଖାଯାଉଥିବା ମଣିଷ, ସେ ମର୍କଟ ନୁହନ୍ତି, ମର୍କଟ ଭଳି ଦେଖାଯାଉଛନ୍ତି ସେ ମଣିଷ ଗୁଡ଼ିକ ବାଲି ଝିଅରେ ସବୁ ବହିଛନ୍ତି। ବାଲି ଝିଅରେ ପଶିକିରି କ'ଣ କରୁଛନ୍ତି? ମିଟିଂ କରୁଛନ୍ତି। ଆଉ ସେ ସଭାର ବିଷୟବସ୍ତୁ କ'ଣ? ସଭାର ବିଷୟବସ୍ତୁ ହେଉଛି ମା ଜାନକୀଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କାପୁରକୁ କିଏ ଯିବ? ଲଙ୍କାରେ ସୀତା ଅଛନ୍ତି ବୋଲି ଜାଣିଲେ ତ ଆମେ ସେତୁ ବନ୍ଧ ବାନ୍ଧିବୁ। ଯଦି ନଥିବେ ଆଉ ଅକାହାଣିଆକୁ ବନ୍ଧ ବାନ୍ଧିକିରି କ'ଣଟା? ସମସ୍ତେ କହିଲେ ନିଜର ବଳୁଆ ବଳ ପ୍ରୟୋଗ କରିବା ଗୋଟେ ବାହାଦୁରୀରେ କହିଲେ। ଇଏ କହିଲା ମୁଁ 5 କିଲୋମିଟର ଯିବି, କିଏ କହିଲା ମୁଁ 3 କିଲୋମିଟର ଯିବି। ଦେଖିଲା ଗୁଡ଼ା ସବୁ ସମୁଦ୍ର ଭିତରେ ପଡ଼ିକିରି ମରିବେ। ଶେଷରେ ସଭା ଭାଙ୍ଗିଲା ବେଳକୁ ଦେଖୁଛନ୍ତି ଅଞ୍ଜନାଙ୍କର ପୁତ୍ର। ଅଞ୍ଜନା କହିଲେ ଜ୍ଞାନ, ଜ୍ଞାନୀ ମାର ଗର୍ଭରୁ ଜନ୍ମ ହେଇଥିବା ହନୁମାନ ସେ ସଭା ପଛରେ ବସିଛନ୍ତି, ଆଖିଟାକୁ ବୁଝିଛନ୍ତି। ସମସ୍ତେ ଭାବିଲେ ବୋଧେ ଟିକେ ଘୁମେଇ ପଡ଼ିଛନ୍ତି। ତାଙ୍କ ପାଖକୁ ଗଲେ, କହିଲେ ହନୁମାନ ଇଏ ଲଙ୍କା କଟକକୁ କିଏ ଯିବ? ହନୁମାନ କହିଲେ କିଏ ଯିବ ମୁଁ କେମିତି କହିବି? ନା ଆପଣ? ହନୁମାନ କହିଲେ ମୋର ଗୋଟିଏ ଚାଖେଣ୍ଡେ ଜାଗା ଯିବା ପାଇଁ ମଧ୍ୟ ମୋର ସାମର୍ଥ୍ୟ ନାହିଁ। ସମସ୍ତଙ୍କ ମନଟା ଦୁଃଖ ହେଇଗଲା। ହନୁମାନ ମନା କଲେଣି ଆଉ ଯିବ କିଏ? ହନୁମାନଙ୍କୁ ପୁଣି ନିବେଦନ କଲେ, ଆପଣ ଯଦି ନ ଯିବେ ତାହେଲେ ସୀତା ଆଉ ସୀତାଙ୍କ ସନ୍ଧାନ ପାଇବାନି। ହନୁମାନ ନୀରବରେ ରାମ 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 ରାଙ୍ଗ 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 ଏ ବୀଜ ମନ୍ତ୍ରକୁ ଜପ କରି ହନୁମାନ କହି ଉଠିଲେ, ଗୋଟିଏ ପାଦ ମଧ୍ୟ ମୋର ଯିବାର ଶକ୍ତି ନାହିଁ। କିନ୍ତୁ ରାମ ଯଦି ଆଦେଶ କରିବେ ଯେ ହନୁ ତୁମେ ଯିବ, ଏତିକି ଯଦି କହିବେ ମୁଁ ସାଙ୍ଗେ ସାଙ୍ଗେ ଯିବି। ସମସ୍ତେ ଆସି ପ୍ରଭୁ ରାମଚନ୍ଦ୍ରଙ୍କୁ ଭେଟିଲେ, ଶାସ୍ତ୍ରାଙ୍ଗ ଦଣ୍ଡବତ କରି କହିଲେ ପ୍ରଭୁ ହନୁମାନ କହୁଛନ୍ତି ଆପଣ କାଳେ କହିଲେ ସେ ଲଙ୍କାକୁ ଯିବେ। ଲଙ୍କା ଶବ୍ଦର ଅର୍ଥ ହେଉଛି ଅସାମାଜିକ ସ୍ଥାନ। ମୁଁ କହୁନି ଆମର ସାହିତ୍ୟ ଯାହା କହୁଛି ନା ଆମର ଅର୍ଥ। ଅସାମାଜିକ ସ୍ଥାନ, ଯେଉଁଠି ଜୁଆ ଖେଳ ହୁଏ, ଯେଉଁଠି ବେଶ୍ୟାବୃତ୍ତି ହୁଏ, ଯେଉଁଠି ମଦ୍ୟମାଦକ ଖାଇବା ଇଏ ହୁଏ, ମଦ୍ୟମାଦକ ଫିଷ୍ଟ ହୁଏ, ଆଉ କୁକୁଡ଼ା ଛେଳି ଗାଈ ଏଟା ଅଲଗା କଥା। ତାପରେ ଯୋଉଠି ଗୁଲି ଖଟି ଗପ ହୁଏ, ସେ ତା ନାଁରେ, ସେ ତା ନାଁରେ, ସେ ତା ନାଁରେ ପର ନିନ୍ଦା ଆଉ ପର ଚର୍ଚ୍ଚା ଯୋଉଠି ଚାଲେ, ପର ଘର ଭାଙ୍ଗିବା ପାଇଁ ଯୋଉଠି କଥାବାର୍ତ୍ତା ହୁଏ, ସେଇ ହଉଛି ଲଙ୍କା। ସେଇ ଲଙ୍କା କଟକରେ, ସେଇ ଲଙ୍କାକୁ ରାବଣ ଏତେ ମହାନ
ବୀର ଥିଲେ। ରାବଣ ଏତେ ବଡ଼ ବୀର ଥିଲେ, ମହାନ ବ୍ରାହ୍ମଣ ଥିଲେ। ସିଏ ବିଶ୍ରବା ବ୍ରାହ୍ମଣଙ୍କର ପୁତ୍ର, ଛୋଟିଆ ଲୋକ ସେ ନୁହେଁ, ଶିବଙ୍କର ଭକ୍ତ। ସିଏ ଲଙ୍କାରେ ଯେତେବେଳେ ରାଜା ହେଲେ, ସମଗ୍ର ଲଙ୍କାକୁ ସେ କରିଦେଲେ ସୁବର୍ଣ୍ଣମୟ ଲଙ୍କା। ତାମାନେ ଲଙ୍କାକୁ ଦେଖିଲା ମାତ୍ରେ ଜଣା ପଡିବ ଏଇଟା ତ କୋଠାବାଡି ନୁହେଁ, ଏଇଟା ସୁନାର ଲଙ୍କା। ରାବଣ ସେଠି କଣ କରିଥିଲେ? ମୁଁ ଏ କଥା ଗପ ମାଧ୍ୟମରେ କହୁନେଇ, ମୋର ପିଲାମାନଙ୍କୁ ମଧ୍ୟ ମୁଁ ନିବେଦନ କରୁଛି, ଏ କିଛି କଥା ଟିକେ ମନେ ରଖିବେ। ସିଏ ମଧୁବନ କରିଥିଲେ, ମଧୁବନ। ଆରେ ମଧୁବନ ମାନେ ଏଇ ଯୋଉ ମହୁମାଛି ବନ ନୁହେଁ, ମଧୁବନ। ଯେଉଁ ବନ ଆମକୁ ଫଳ ଦିଏ, ଫୁଲ ଦିଏ, ସୁବାସ ଦିଏ, ସୁଗନ୍ଧ ଦିଏ, ସେଇ ହଉଛି ମଧୁବନ। ଅତି ଚମତ୍କାର ଜଙ୍ଗଲ। ଆଉ କଣ କରିଥିଲେ? ଗୋଟିଏ ଅଶୋକ କାନନ କରିଥିଲେ। ଖାଲି ଅଶୋକ ଗଛ ସେଠି ଭର୍ତ୍ତି ହେଇଥିଲା। ଯେଉଁ ଅଶୋକ କାନନ ଭିତରେ ସେ ସୀତାଙ୍କୁ ରଖିଥିଲେ। ଆଚ୍ଛା, ଆପଣ ମାନେ କୁହନ୍ତୁ, ଏଟା ଆମର ଶିକ୍ଷିତ ଅଞ୍ଚଳ, ଏତ କେହି ଆମର ଗୋଟିଏ ବି ମୂର୍ଖ ନଥିବେ। ଆପଣ ମାନେ ନିଜେ ଭାବନ୍ତୁ, ରାବଣ ପଞ୍ଚବଟୀରୁ ଲଙ୍କା ନେଇକିରି ଗଲା, ସୀତାଙ୍କୁ ବଳାତ୍କାର କରିଛି? ସୀତାଙ୍କୁ କୌଣସି ଦିନ ସେ ଅବମାନନା କରିଛି କି? ସୀତାଙ୍କୁ ଜବରଦସ୍ତି ସେ କୁଡ଼ିଆ ଭିତରୁ ଟାଣିକିରି ଆଣିଛି କି? କୌଶଳ ଅବଲମ୍ବନ କରିଛି, କିନ୍ତୁ ସୀତାଙ୍କ ପ୍ରତି ତାର ସମ୍ମାନ ସ୍ୱତନ୍ତ୍ର। ତେବେ ସୀତା କହିଲେ ପବିତ୍ର। ଯେଉଁଠି ପବିତ୍ରତା ରହିଛି ସେଇ ହଉଛନ୍ତି ସୀତା। ଯେଉଁ ନାରୀ ପତିବ୍ରତା, ଯା ସୌନ୍ଦର୍ଯ୍ୟ ପତିରତା, ଗୁଣାନ୍ୱିତା ସା କାମିନୀ କାମିନୀ। ସମସ୍ତେ କେବେ ପତିବ୍ରତା ହେଇପାରିବେନି, ସେ ପତିବ୍ରତା ନାୟିକା। ଆଚ୍ଛା, ସୀତାଙ୍କୁ ସେ ନେଇକିରି ଆସିଲା। ସେ ରଥ ଉପରେ ବସି ଭାବୁଥିଲା କଣ? ସେ ଗୋଟିଏ କଥା ଭାବୁଥିଲା, ତା ଆଖିରୁ ବି ଲୁହ ବହୁଥିଲା। ସେ କହୁଥିଲା, ମା, ତୁ ଜନକ ନନ୍ଦିନୀ, ଆର୍ଯ୍ୟାବର୍ତ ଭାରତ ବର୍ଷର ତୁ ଜଣେ ସଦ୍ଗୃହିଣୀ। ତୁ ଯଜ୍ଞଶାଳାରୁ ଜନ୍ମ ହେଇଛୁ, ରାଜା ଜନକଙ୍କ ଯଜ୍ଞଶାଳାରୁ। ପିତୃ ସତ୍ୟ ପାଳି ରାମ ତାଙ୍କ ଜଙ୍ଗଲକୁ ଆସିଲେ, ତୁ କାହିଁ ଆସିଲୁ? ମାନେ ମନେ ମନେ କହୁଛନ୍ତି, ତୁ କାହିଁକି ଆସିଲୁ? ତୁ ରାଜା ଘର ଝିଅ, ରାଜା ଘର ବୋହୂ, ତୁ ତାଙ୍କ ପାଖରେ ନ ରହିକି ତୁ ଜଙ୍ଗଲକୁ କାହିଁ ଆସିଛୁ? ପୁଣି କହୁଛି, ମା, ମୁଁ ତତେ ଖରାପ ଉଦ୍ଦେଶ୍ୟରେ ଆଣିନି। ମୋ ପାଖରେ ବହୁତ ରାଣୀ ଅଛନ୍ତି। ମୁଁ ଆଣିଛି, ତୁ ଏଠିକି ଆସିଲେ ରାମ କଳେ ବଳେ କୌଶଳେ ଏଇ ଲଙ୍କାକୁ ଆସିଲେ।
ଏଇ ଯୋଉ ଲଙ୍କାକୁ ଆସିବେ, ଲଙ୍କା ଭୂମି ପବିତ୍ର ହେଇଯିବ। ରାମ ତପୋବନାଧିଗମନମ ହତ୍ୱା ମୃଗୀ କାଞ୍ଚନମ ବୈଦେହୀ ହରଣମ ସୁଗ୍ରୀବ ସମ୍ଭାର ସମୁଦ୍ର মন্থন পশ্চাৎ ରାମ ଜଙ୍ଗଲକୁ ଆସିନାହାନ୍ତି, ଯେ ପିତୃ ସତ୍ୟ ପାଳି ତପୋବନକୁ ଆସିଛନ୍ତି। ଇଏ ଲଙ୍କା କଣ ତପୋବନର ଅଂଶ ନୁହେଁ? ତୁ ଏଠିକି ଆସିଲେ ପ୍ରଭୁ ଆସିଲେ। ପ୍ରଭୁ ଆଉ ପ୍ରଭୁଙ୍କୁ ଆଉ ତତେ ଦି ଜଣଙ୍କୁ ଯେତେବେଳେ ଏକାଠି ମୁଁ ଦେଖିଦେବି, ସେଦିନ ଜୀବନ ପବିତ୍ର ହେଇଯିବ ଏବଂ ମୋର ସମସ୍ତ ଅପରାଧ ଖଣ୍ଡନ ହବ। ମୁଁ ପୁଣି ଭଗବତ କୃପା ଲାଭ କରିବାକୁ ଜନ୍ମ ହେବି। ଇଏ ହଉଛନ୍ତି ରାବଣ। କଥା ଲମ୍ବିଗଲେ ବହୁତ ଅଡୁଆ ହେଇଯିବ। ତେଣୁ ସୀତା କହିଲେ ଲକ୍ଷ୍ମଣଙ୍କର ଆଦେଶ ନାହିଁ, ମୁଁ ସେ 3ଟି ଗାର ପକେଇ ଦେଇଛନ୍ତି। 3ଟି ଗାର କଣ? ହେରା ଲକ୍ଷ୍ମଣ ଗାର ପକେଇଛନ୍ତି ରାମ। ମୁଁ ତାକୁ ଡେଇଁକିରି କେମିତି ଯିବି? ରାବଣ କହିଲେ ଯଦି ସେଇ ଗାରଟାକୁ ନ ଡେଇଁବୁ ତାହେଲେ ଆଉ ବା 2ଟା ଗାର ଅଛି ନା। ସେ ଗାର ହଉଛି ଲକ୍ଷ୍ମଣ ଏବଂ ସୀତା। ମୁଁ ନିଜେ ସେ କହି ଯାଇଛନ୍ତି ଭାଉଜ, ଆଜିକାଲି ସବୁ ଡାକିଲେଣି ଆଣ୍ଟି, ତେବେ ସେତେବେଳେ ସେ ଶବ୍ଦ ସବୁ ନଥିଲା। ଆସିଥିଲେ 3 ଜଣ, ପୁଣି ଆମେ ଲଙ୍କା କଟକରୁ ଫେରିବୁ 3 ଜଣ। 3 ଯେପରି 2 ନ ହୁଏ। ରାବଣ କୌଶଳ ଅବଲମ୍ବନ କରି, ବୁଦ୍ଧିଆ ଲୋକ, ସେ 3 ଗାରକୁ ହାତରେ ନିଭେଇ ଦେଲା। କହିଲା ମା ଏଠି ଆଉ ଗାର ଫାର କିଛି ନାହିଁ। ରାବଣ କହୁଛନ୍ତି ସୀତାଙ୍କୁ କଥୋପକଥନ ଛଳରେ କହୁଛନ୍ତି, 3 ଗାର ମୁଁ ଡେଇଁଛି ନା ଆପଣ ଡେଇଁଛନ୍ତି? ଜଗତ ଇତିହାସ ଦିନେ ଲେଖିବ, ଯେତେବେଳେ କୂଜନ୍ତଙ୍ଗ ରାମ ରାମେତି ମଧୁ ମଧୁ କବିତା ଶାଖ ବନ୍ଦେ ବଲ୍ମୀ। ଭାରତର ଇତିହାସ ଯେତେବେଳେ ଲେଖା ହବ, ସେ ଲେଖାରେ ଲିପିବଦ୍ଧ ରହିବ ଯେ ସୀତା 3 ଗାର ଡେଇଁ ରାବଣ ପାଖକୁ ଆସିଛନ୍ତି। ମୁଁ 3 ଗାର ଡେଇଁନି, ମୁଁ ପ୍ରାର୍ଥନା କରିଛି। ତୁ ମୋ ପ୍ରାର୍ଥନାରେ ଖୁସି। ତେଣୁ
ବର୍ତ୍ତମାନ ସୀତାଙ୍କୁ ସେ ନେଇକିରି ଆସିଲେ, ତିନି ଗାଲ ଡେଇଁଲେ। ଅନେକ କହନ୍ତି ରାବଣ ଗୋଟାଏ ମାୟା ରୂପରେ ଯାଇଥିଲା। ମାୟା ରୂପରେ କ'ଣ? ମୁଁ ବର୍ତ୍ତମାନ ଆପଣଙ୍କ ପାଖକୁ ଆଇଛି, ବାବାଜୀ ମାନେ ଆମର ନାଲିଆ ନେଳିଆ କେତେ କ'ଣ ପିନ୍ଧୁଛନ୍ତି, ମୁଁ ଗୋଟା ପିନ୍ଧିକି ଆଇଛି ନେଳିଆ। ତାମାନେ ମୋତେ ଆପଣ ଏଇଟା ନେଳିଆ ନା କ'ଣ ଏଇଟା? ହଁ, କଫି କଲର। ଆଚ୍ଛା, ଏଇ ଯୋଉ କଲରଟା ପିନ୍ଧିକି ଯାଇଛି, ଆପଣମାନେ କହିବେ ଇଏ ତ ବଢ଼ିଆ ବାବା ନୁହନ୍ତି, ତାଙ୍କ ଦେହରେ ନାଲିଆ ନାହିଁ ନା ନେଳିଆ ନାହିଁ, ଇଏ କି ବଢ଼ିଆ ବାବା। ରାବଣ ଆସିଛି ତା ବାପାଙ୍କର ପୋଷାକ ପିନ୍ଧିକିରି। ବିଶ୍ରବା ଋଷିଙ୍କର ପୁତ୍ର ବିଶ୍ରବାଙ୍କ ପୋଷାକ ପିନ୍ଧି ସନ୍ନ୍ୟାସୀ ରୂପରେ ଆସିଛନ୍ତି। ଆପଣମାନେ ସମୀକ୍ଷା କରିବେ ସମଗ୍ର। ମୁଁ ଏଇଟା ତ ମୋ ଅଞ୍ଚଳରେ ମୁଁ ଯାହା କହିଲେ ବି ଚଳିବ। ଏ କଥା ଯଦି ମୋତେ କହିବାକୁ ପଡ଼ିବ, ମୁଁ ମଧ୍ୟ ଦକ୍ଷିଣ ଭାରତରେ କହିବି, ଉତ୍ତର ଭାରତରେ କହିବି। ସିଏ ବାପାର ପୋଷାକ ପିନ୍ଧିକିରି ଆସିଛନ୍ତି। କାହିଁକି? ସେ କହିଛନ୍ତି ତୋ ପୋଷାକଟା ମୋତେ, ତାଙ୍କର ମାଗୁଣି ମଧ୍ୟ ସେୟା। ତେଣୁ ତୁ ମୁଁ ତ ମୋ ବାପାର ପୋଷାକ ପିନ୍ଧିକିରି ଆଇଛି, ଲୋକ କହିବେ ଇଏ ରାକ୍ଷସ, ବା ବାପାଙ୍କ ପୋଷାକ ପିନ୍ଧିଛି। ଆଚ୍ଛା ମା, ମୁଁ ଗୋଟେ କଥା ତତେ କଅଁଳେଇକିରି ପଚାରୁଛି, ତୁ ମୋ ଉପରେ ରାଗିବୁନି। ଆଚ୍ଛା ମା, ତୁ ଯେତେବେଳେ ଏ ଦୁନିଆକୁ ସୃଷ୍ଟି କଲୁ, ଏ ଜଗତକୁ ସୃଷ୍ଟି କଲୁ, ତୁ କେବେ ଗୋଟେ ସୁନାର ହରିଣ ହେ ମୋ କୁରଙ୍ଗୀନ ତ ପୂର୍ବ ବାର୍ତ୍ତା ନ ଶ୍ରୂୟତେ ବେଦ ପୁରାଣ ଉକ୍ତା ତଥାପି ଦୃଷ୍ଟ୍ୱା ରଘୁନନ୍ଦନେନ ବିନାଶ କାଳେ ବିପରୀତ ବୁଦ୍ଧି। ଆଚ୍ଛା ମା, ତୁ କହ, ତୁ ଗୋଟେ ସୁନାର ମୃଗ କୋଉଠି ତିଆରି କରିଥିଲୁ କି? ସେଟା କଲେ ନା। ଯଦି ତିଆରି କରିନଥିଲୁ, ତାହେଲେ ମାରିଚ ଭଳିଆ ଗୋଟେ ଭକ୍ତ ସେ ଆଜି ବଳି ପଡ଼ିଲା। ରାବଣ ତାକୁ ତା ଚୁଟିକି ଧରି କହିଲା ତୁ ମୃଗ ହ, ମାନେ ତତେ ହତ୍ୟା କରିବି। କାହିଁକି ସେ କହିଲା? ତେଣୁ ମା, ଏ ସବୁ ଲୋକେ କହିବେ ମୁଁ ରାବଣ କୁଳକୁ ଗଲି, ମୁଁ ଅମକ କଲି ତମକ କଲି, କିନ୍ତୁ ଭିତିରି କଥା ହଉଛି ତୁ ଆଇଛୁ ଯୋଉଠୁ, ମୁଁ ଆଇଛି ସେଇଠୁ। ତୁ ଆଇଛୁ ବୈକୁଣ୍ଠରୁ, ମୁଁ ଆଉ କଣ ଆଇଛି ଦରକୁ? ମୁଁ ବି ଦିନେ ବୈକୁଣ୍ଠର ଦ୍ୱାର ପାଳ ଥିଲି, ଜୟ ବିଜୟ ନାମରେ ମୋର ଖ୍ୟାତି ଉଡୁଥିଲା। ତୁ ସେଇଠୁ ଆଇଛୁ ସୀତାରାମଙ୍କ ରୂପରେ ଇଏ ପୃଥିବୀରେ ଲୀଳା କରିବା ପାଇଁ। ମୁଁ ବି ସେଇଠୁ ଆଇଛି ଜୟ ବିଜୟ ରୂପରେ। ଇଏ ସବୁ ଆଗରୁ କଥାବାର୍ତ୍ତା ହେଇକିରି କରିଛ, ଖାଲି ମୋ ଦୋଷ ଦିଆହବ। ତେଣୁ ସଜ୍ଜନ, ଇଏ ହଉଛି ହନୁମାନଙ୍କର ଗୋଟେ ଆଦର୍ଶ କଥା। ଆଉ ରାମ ଆସିଲେ, ହନୁମାନଙ୍କ ମୁଣ୍ଡକୁ ଆଉଁସି ଦେଲେ। ମା ଯେମିତି ପୁଅ ମୁଣ୍ଡରୁ କି ଝିଅ ମୁଣ୍ଡରୁ, ଆଗ ଝିଅ କହିଲେ ହବ, ପୁଅଟା କହିଦେଲେ ଆଗେ। ଆଉ ମା ଯେମିତି ଆଗରୁ ଝିଅ ମୁଣ୍ଡରୁ ବା ପୁଅ ମୁଣ୍ଡରୁ ଧୂଳି ଝାଡ଼ି ଦିଏ, ଗେଲ କରିଦିଏ,
କଣ୍ଢେଇ ଦେଖେଇ ଆମକୁ ଖୁଆଇ ଦିଏ, ଜହ୍ନମାମୁଁ ଦେଖେଇ ଆମକୁ ଶୁଆଇ ଦିଏ। ତେଣୁ ଠିକ ସେଇଭଳି ତୁମେ ପିତା ସେ ରାମଙ୍କୁ କହୁଛନ୍ତି ପ୍ରଭୁ ଆପଣ ମୋ ବାପା ନୁହନ୍ତି, ଆପଣ ମୋର ମା, ଆପଣ ମୋର ବାପା, ଆପଣ ମୋର ବନ୍ଧୁ, ଆପଣ ମୋର ସଖା, ଆପଣ ସବୁ କିଛି। ଠାକୁରଙ୍କର ଆଦେଶ ହେଇଛି ମୁଁ ବର୍ତ୍ତମାନ ସମୁଦ୍ର ଉଲ୍ଲଂଘନ କରିବି, କିନ୍ତୁ ମୋର କଣ ସେ ଶକ୍ତି ଅଛି ପ୍ରଭୁ? ମୁଁ କଣ ସେ ଶକ୍ତିର ଅଧିକାରୀ? ଆପଣଙ୍କର କୃପା ହେଲେ ଏ ସମୁଦ୍ର କଣ ଏମିତି କେତେ ସମୁଦ୍ର ନେଇ ପଡ଼ିବି ମୁଁ? ଯେତେବେଳେ ହନୁମାନ ବିଶ୍ୱରୂପ ଧାରଣ କରି ଉଠିଲା, सीताराम केवल शब्द कौन हुं आउ शब्द किसी नहीं से शब्दटा हूँ बीज मंत्र हुं हुं कहला तो उठिला से केड़े बड़ लंबा हो गला कौन कला मैंने गोटे विराट रूप हो गला एमिटी डेला जे से एका थरके जाइकरी गोटाए समुद्र भितर गोटे पहाड़ अग्रभाग देखा जाउतला तारी ऊपर जाइकरी पड़िला सेठी अंटारे हाथ फात देइकरी चारि दिग को अनेला कौ दिगरे लंका अछि चारि दिग को अनेला अनै अनै शेष स्थिर कला दक्षिण समुद्र तीर यही हूँ मो मार लंका सेठू आउ गोटे दिया माइला एकाथरे लंकार पहुंचला बेलू गोटे माटीए देखा
ଆଜିକାଲି ଝିଅ ବୋହୂ ମାନେ ବି ମଦ ପିଇଲେଣି, ମୁଁ ଦେଖିଛି। ଆଉ ଏଗୁଡାକ ମା ଝିଅ ମାନେ ଯିଏ ଅଛ, ଏ କାର୍ଯ୍ୟ କେବେ ବି ଜୀବନରେ କରିବନି। ତୁମେ ମାନେ ଆମ ମାନଙ୍କ ପାଇଁ ଲକ୍ଷ୍ମୀ, ଆପଣ ମାନେ ସରସ୍ୱତୀ, ଆପଣ ହିଁ କାଳୀ, ଆପଣ ହିଁ ଦୁର୍ଗା। ତେଣୁ ସିଏ ଗୋଟେ ନାରୀ, ସେ ଦୁଆର ମୁହଁରେ ଲଙ୍କାର ସେ ସୀମାନ୍ତରେ ଠିଆ ହେଇଗଲା। ସିଏ ଗୁଡା ଖଣ୍ଡା ଫଣ୍ଡା ଧରି ମଦଟ ପିଇଛି, ଟଳଟଳ ହଉଛି। ସେ ଖଣ୍ଡାକୁ ଦେଖାଇଲା, ତୁ କିଏ ଗୋଟା ମାଙ୍କଡ଼ ପଶି ଯାଉଛୁ? ମୁଁ ବା ରାବଣର ଜଗୁଆଳି। ହନୁମାନ କହିଲେ, ତୁ ହଉଛୁ ରାବଣର ଜଗୁଆଳି। ତୋ ଜଗୁଆଳି ପଣିଆ ଏଇଠି ରହିଲା। ମୁଁ ଆଗ ପଚାରୁଛି, ତୁ ମା ହେଇ କରାଳି ରୂପ କାହିଁକି ନେଇଛୁ? କାହିଁକି ତୁ ମଦ ପିଉଛୁ? କାହିଁକି ହାତରେ ତୁ ଖଣ୍ଡା ଧରିଛୁ? କାହିଁକି ତୋ ଦେହରେ ଆଜି ରକ୍ତର ଛିଟା ପଡିଛି? ନା ମତେ ରାବଣ କହିଛି। ଏଟା ମାଇଲା ଗୋଟା ଚୈତନ୍ୟ ଯେ ସେ ଏକାଥରେ ଏମିତି ବୁଲି 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 ବୁଲିକି ପଡିବ ଗଲା। ତା ମଦ ନିଶା ବି ଛାଡିଗଲା। ଲଙ୍କା ଛାଡି ବର୍ତ୍ତମାନ ପଳା, ଯଦି ବଞ୍ଚିବାକୁ ଚାହୁଁଛୁ। ନାଇଁ ତ ଲଙ୍କାରେ ଯଦି ରହିବୁ ପରିବର୍ତ୍ତନ ହେଇଯା। ସେ ଚୈତନ୍ୟରେ ଚୈତନ୍ୟ ଉଦୟ ହେଇଗଲା। ଏକା ଚଟକଣାରେ କାମ ଶେଷ। ଯେତେବେଳେ ହନୁମାନ ଲଙ୍କା କଟକକୁ ଯାଉଛନ୍ତି, ସବୁ ଘରେ ସମସ୍ତେ ଅଛନ୍ତି, କିଏ ଖାଇବାକୁ ଦଉଛି, କିଏ ପିଇବାକୁ ଦଉଛି, ଏମିତି ଚାଲିଛି ସବୁ। ଇଏ ଯେତେବେଳେ ଯାଉଛନ୍ତି, ଇଏ ଗୋଟା ମାଙ୍କଡ଼ ପଶିଛି ଆମ ଗାଁରେ। ତାକୁ ଦେଖିକିରି ସବୁ ତାଙ୍କ ସେ ମାଙ୍କଡ଼କୁ ଦେଖିବା ପାଇଁ ସବୁ ପଳେଇଲେ। ଆଉ ମାଙ୍କଡ଼ କଣ କଲେ? ଯିଏ ମାଙ୍କଡ଼ ଭଳିଆ ଦେଖାଯାଉଛନ୍ତି, ଆପଣମାନେ ଯେମିତି ମଶା ମାରନ୍ତି, ସିଏ ସେମିତି ମଶା ଖାଲି ମାରିଦେଇଗଲେ। ତାଙ୍କ ମନେ ମନେ ମୋତେ ମଶା କାମୁଡୁଛି। ହନୁମାନ ଯେତୋଟି ଚଟକଣା ନିଜ ଦେହରେ ପକେଇଲେ, ସେ ଗୋଟିଏ ଗୋଟିଏ ଅସୁର ସବୁ ଗଳି ପଡ଼ିଲେ। ସୀତାଙ୍କ ପାଖରେ ପହଞ୍ଚିଲେ। ମୁଁ କଥା ଲମ୍ବେଇ ପାରିବିନି। ସୀତାଙ୍କ ପାଖରେ ପହଞ୍ଚିକିରି ସୀତା କୋଉଠି ଅଛନ୍ତି, କଣ କରୁଛନ୍ତି, କିଛି ଜଣାପଡ଼ୁନି। ଦେଖିଲେ ଗୋଟାଏ ଜଙ୍ଗଲିଆ ଜାଗା ଦିହରେ କେତେ ଗୁଡ଼ିଏ ମା ବସିଛନ୍ତି, ମାନେ ସଧବା ମା ମାନେ ବସିଛନ୍ତି। ତା ଭିତରେ ଗୋଟାଏ ମା ସୀତାଙ୍କୁ କଣ ବୁଝଉଛି। ସୀତା କିନ୍ତୁ ମୁଣ୍ଡ ହଲଉଛନ୍ତି, କିନ୍ତୁ ତାଙ୍କ ଆଖିରୁ ଲୁହ ବହୁଛି। ଏଇ କଥାକୁ ଦେଖିକିରି ହନୁମାନ କହିଲେ, ଏଇ ତ ଆଉ, ଏଇ ହଉଛି ମୋ ମା। ଆଉ ଇଏ କାହିଁକି କାନ୍ଦୁଛି? ଇଏ ରାମଙ୍କ ପାଇଁ କାନ୍ଦୁଛି। ହାକୁ ଘେରିକିରି କାହିଁକି ବହିଛନ୍ତି? ହାକୁ ଜଗିଛନ୍ତି। ଆଚ୍ଛା, ମୁଁ ଟିକେ ପରୀକ୍ଷା କରେ। ସବୁଥିରେ ଗୋଟେ ପରୀକ୍ଷା ଦରକାର। ସେଟା ଆମର ଆଜିକାଲି ଦିନ ପରୀକ୍ଷା ପତ୍ର ସବୁ ଲିକ୍ ହେଇଯାଉଛି, ପିଲାମାନଙ୍କର ଜୀବନ ସହିତ ଖେଳ ହଉଛି। କିନ୍ତୁ ସିଏ ଏକାଥରକେ ଯେତେବେଳେ ଗୋଟେ ଗଛ ଥିଲା, ତା ନାଁ ହଉଛି ଶିଂସପା ଗଛ, ଅଠା ଗଛଟା। ସେଇଠି ବସିକିରି ଯେତେବେଳେ କହିଛନ୍ତି, ଶ୍ରୀରାମ
श्री राम जय जय श्री राम जय श्री राम जय श्री राम। ଯେତେବେଳେ ରାମ ନାମ ସେ କହିଲେ ସୀତା ଅନେଇଲେ, ଇଏ କିଏ? ଲଙ୍କାରେ ହରି ଶବ୍ଦ, ଇଏ କଣ ରାମ ରାମ କହୁଛି? ମାଙ୍କଡ଼ ଦେଖିବା ଆଳରେ ସେ ଶେଷ ବା ବୃକ୍ଷ ମୂଳକୁ ଆସିଲେ। କବି, ଆମ ଓଡ଼ିଆର କବି, ଆଜି ଓଡ଼ିଶାର ପିଲାମାନେ ଆମ କବିଙ୍କି ଭୁଲିଗଲେଣି। କବିର ସାରାଂଶ ବା ନିର୍ଯାସକୁ ମଧ୍ୟ ଭୁଲିଗଲେଣି। ଗୀତ ବୋଲୁଛନ୍ତି, ସେ ଗୀତରେ ଯଦି ଦିଟା ଇଂରାଜୀ ଶବ୍ଦ ଥିବ, ତିନିଟା ଓଡ଼ିଆ ଶବ୍ଦ ଥିବ। ତେଣୁ ଏଇ ହେଉଛି ବର୍ତ୍ତମାନ ଆମମାନଙ୍କର ଅବକ୍ଷୟର କଥା। ଇଏ କିଏ? ଇଏ ତାର ଉତ୍ତର ଦେଲେ, ସିଂସପ ବୃକ୍ଷ ହନୁମନେ ସିଂସପ ପୁଣି ଭାବୁଛନ୍ତି ଏଇ ତ ସୀତା ହେବେ ଆଉ। ସୁଖୀ ଚନ୍ଦ୍ର ବଦନ ନିରତେ শোভা উপমা দেবা কেবে হে শোভা নাহি তো তিনি ବହୁତ କଥା କହିଛନ୍ତି। ତା ଭିତରେ ଆଉ ଗୋଟାଏ କଥା ବି କହିଛନ୍ତି, କପି ତୁ କାହୁଁ ଆଇଲୁ ଶ୍ରୀରାମ ନାମ ଧରିଲୁ କିଏ? ହନୁମାନ କହିଲେ, ମା ମୁଁ ହଉଛି ଶ୍ରୀରାମଙ୍କର ଦୂତ। ଶ୍ରୀରାମ ଦୂତଂ ଶରଣଂ ପ୍ରପଦ୍ୟେ। ମୁଁ ରାମଦୂତ ହନୁମାନ। ସୀତା କହିଲେ, ପ୍ରମାଣ କଣ? ଗୋଟେ ମୁଦ୍ରିକା ଦେଖେଇଲେ, କାଠର ମୁଦ୍ରିକା। ଯେଉଁ ମୁଦ୍ରିକାକୁ ଆଜି ବି ସୁନ୍ଦରଗଡ଼ର ଆଦିବାସୀ ମାନେ କାଠର ଅଳଙ୍କାର ତିଆରି କରୁଛନ୍ତି।
ସେଇ ମୁଦ୍ରିକା ତାକୁ ଦେଖେଇଲେ, ହନୁମାନ ଦେଖେଇଲେ, କହିଲେ ପ୍ରଭୁ ମତେ ଏଇ ଗୋଟାକ ଦେଇଥିଲେ, ଆଉ କହିଥିଲେ ମା ଯଦି ତୋର ପରିଚୟରେ ଅମଙ୍ଗ ହୁଅନ୍ତି, ଏଇ ମୁଦ୍ରିକାଟାକୁ ଦେଖେଇ ତୁ କହିବୁ ମୁଁ ଶ୍ରୀରାମ ଦୂତ, ମୁଁ ରାମଙ୍କର ଦୂତ। ସେଇଆ ହେଲା। ହନୁମାନ କହିଲେ ମା ମୁଁ ଆଉ ଏଠି ରହିବାଟା ଭଲ ହବନି, ମୁଁ ଯାଉଛି, ମୋର କାର୍ଯ୍ୟ ସରିଗଲା, ମୁଁ ସେ ସମୁଦ୍ର ବେଳାଭୂମିରେ ଅପେକ୍ଷା କରିଥିବା ଦୂତମାନଙ୍କୁ, ପ୍ରଭୁଙ୍କୁ, ଲକ୍ଷ୍ମଣ ଭଗବାନଙ୍କୁ ମୁଁ ତୋର ଖବର ଟିକେ ଦେଇଦେଲେ ସେମାନେ ଟିକେ ଖୁସିରେ ଟିକେ ରହିବେ, ଆଉ ଅତି ଶୀଘ୍ର ପ୍ରଭୁ ଆସିବେ ଲଙ୍କା। ତେବେ ଫେରି ଯାଉଛନ୍ତି ହନୁମାନ। ଯେତେବେଳେ ଫେରୁଛନ୍ତି ସେ ଭାବୁଛନ୍ତି ରାଜା ଯେତେବେଳେ ଆଉ ଗୋଟିଏ ରାଜ୍ୟକୁ ଜୟ କରେ ବା ଜୟ କରିବା ପାଇଁ ଇଚ୍ଛା କରେ, ସିଏ ପ୍ରଥମେ କ'ଣ କରେ? ସିଏ ରାଜ୍ୟର କୂଅରେ ବିଷ ପକାଏ, ତାଙ୍କ ଗାଁରେ ନିଆଁ ଲଗାଏ, ଏଇଭଳି ଦୌରାତ୍ମ୍ୟ ସେ ସୃଷ୍ଟି କଲେ। ହଁ, ବଣ ଜଙ୍ଗଲ କାଠ ମୋଟ ସବୁ ଭାଙ୍ଗି ଚୁନଭୁତ କରିଦିଏ, ଅର୍ଥନୀତିକୁ ଦୁର୍ବଳ କରିଦେଲେ। ସେ ରାଜା ଆପେ ଆପେ ମାନେ ଏପଟକୁ ମନ ଦେବ, ସେପଟକୁ ଛାଡ଼ିଦେବେ। ଆଉ ଯେମିତି ବେଳେ ବେଳେ ଆମର ହିନ୍ଦୁସ୍ତାନ ପାକିସ୍ତାନ କଥା ହଉଛି, ଆଉ ଆପଣ ସବୁ ଜାଣିଛନ୍ତି। ଆଉ ତେଣୁ ସିଏ ଗଲା ଏକାଥରକେ ସେ ମଧୁବନ ତାକୁ ଭାଙ୍ଗି ଭୁଙ୍ଗି ଚୁନଭୁତ କଲା, ପଣସ ଆମ୍ବ ଫାମ୍ବ ଯାହା ଥିଲା ତାକୁ ଖାଇଲା। ଇଏ ମାଙ୍କଡ଼ ପଇଛି କହି ତାକୁ ଗୋଟାଏ ପ୍ରକାର ଧଇଲେ। ଭାଗବତରେ ଗୋଟେ ପଦ ଅଛି, ମୁଁ ଯେ ସଂସାର ଅଛି ଆଚ୍ଛା, ମୁଁ ସଂସାରକୁ ଛନ୍ଦିଛି, ମତେ କିଏ ବାନ୍ଧିବ? ବାନ୍ଧିବା ଲୋକ ଯିଏ ସିଏ ଅଲଗା। ଦୁର୍ଜୟ ଦେହ ଶୂନ୍ୟ ହନୁମାନ କହିଲେ ଆକୁ ଧରା ଦବା, ଆଉ ଶୋଇପଇଲା। ମିଛରେ ଯେମିତି ମଣିଷ ଛୁଆ ଶୁଅନ୍ତି, ହନୁମାନ ଶୋଇଗଲେ। ଆଉ ଇଏ ଦେଖିଲେ ତାର ଗୋଟେ ଲମ୍ବା ଲାଙ୍ଗୁଡ଼ଟା ଅଛି, ଏ ଲାଙ୍ଗୁଡ଼କୁ ବି କାର୍ଯ୍ୟରେ ନଗେଇବାକୁ ପଡ଼ିବ। ତା ଦେହରେ ସବୁ କନା ଫନା ତୁଳା ସେତେବେଳେ ଥିବ କି ନାହିଁ, କନା ଫନା ଆଣି ବାନ୍ଧି କିରାସିନ କି କୋଉ ତେଲ ତା ଭିତରେ ପୁରେଇ ନିଆଁ ଲଗେଇଦେଲେ। ଆଉ ଶୀତେ ନିଆଁ ଲଗେଇଦେଲେ ମା ହିଙ୍ଗୁଳା, ଯେଉଁ ହିଙ୍ଗୁଳା ଆଜି ଓଡ଼ିଶାର ଯେଭଳି ଶାରଦା, ଯେଭଳି ବୀରଦା, ଯେଭଳି ମଙ୍ଗଳା, ସେଭଳି ଓଡ଼ିଶାର ଜନନୀ ହେଉଛନ୍ତି ହିଙ୍ଗୁଳା, ତାଳଚେର। ସେ ନିଆଁ ରୂପା, ଅଗ୍ନି ରୂପା। ହନୁମାନ ହିଙ୍ଗୁଳାଙ୍କୁ ସ୍ମରଣ କଲେ। ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲାଗିଲା।
ଇଏ ଚାରି ପାଖ ବୁଲି ଆଇଲାକୁ ଲଙ୍କା ଯାକ ସବୁ ନିଆଁ ହେଇଗଲା। ଲଙ୍କାର ଅର୍ଥନୀତି ଦୁର୍ବଳ ହେଇଗଲା। ରାବଣର ମୁଣ୍ଡ ଗୋଳମାଳ ହେଇଗଲା। ପୁଣି ଏକା କୁଦା ମାଇଲା ଶ୍ରୀରାମ। ଏକା ଥରକେ ଆସିକିରି ପହଞ୍ଚିଗଲା ଆଉ ପ୍ରଭୁଙ୍କ ପାଦ ପାଖରେ। ସମସ୍ତେ କହିଲେ ହନୁ କଣ ଖବର ଆଣିଛ? ଖବରଟା ହଉଛି ଏଇଆ, ମା ଅଛନ୍ତି ଲଙ୍କାରେ, ପ୍ରଭୁ ଅଛନ୍ତି ଆମ ପାଖରେ। ପ୍ରଭୁଙ୍କୁ ଖୁସି କରିବା ପାଇଁ ହେଲେ ଆମକୁ ଅତି ଶୀଘ୍ର ସେତୁ ବନ୍ଧ ବାନ୍ଧିବାକୁ ପଡ଼ିବ। ଯେଉଁ ନାମ ଧରି ପବନ ଏଇ କହିଲେ ପ୍ରଭୁଙ୍କୁ ଖୁସି କରିବାକୁ ହେଲେ ପୂଜାର ଆବଶ୍ୟକ ନାହିଁ। ସମସ୍ତେ ପଥର ଦିହରେ ଲେଖ ଶ୍ରୀରାମ 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 ଶ୍ରୀରାମ। ଶ୍ରୀ କହିଲେ କାହାକୁ କୁହାଯାଏ? ଶ୍ରୀମନ୍ଦିର। ସେ ଶ୍ରୀଟି କଣ? ଆମେ ଏଠି ଯେତେ ବହିଛୁ ସମସ୍ତଙ୍କ ମୂଳରେ ଅଛି ଶ୍ରୀ, ଶ୍ରୀଯୁକ୍ତ। ଆଚ୍ଛା ଏ ଯୋଉ ଶ୍ରୀଟି ଇଏ କଣ? ଶ୍ରୀ କହିଲେ ତାଲବେଶ। ତାଲବେଶରେ କଣ ହୁଏ? ଶବ୍ଦ। শব্দ ভেদি নাদ ତାଲବେଶରେ ସେ କହୁଛନ୍ତି ଶବ୍ଦ। ଶବ୍ଦ ହିଁ ବ୍ରହ୍ମ। ଶ୍ରେଷ୍ଠ ଶବ୍ଦ ହଉଛି ଓମ୍। ଇଏ ଗଲା ଗୋଟେ କଥା। ପୁଣି ଶଟି କଣ? ଶରଣ ନିଅ ମୋର ପାଦେ
ଯଦି ଶରଣ ନବ ଭଲ କରି ନଉନା ଆଉ ଶରଣ ନବ ବୋଲି ମାନେ ଦ୍ରୌପଦୀ ଯେମିତି ଶରଣ ନେଲେ ଗୋଟାଏ ହାତରେ ଲୁଗା ଆଉ ଗୋଟାଏ ହାତରେ କୁଷ୍ଠ ସେମିତି କଣ ଶରଣ ନିଆଯାଏ ମୋତେ ସମର୍ପିତ ଇଏ ହଉଛି ଇଏ ତାଲବେଶ ଭିତରେ ସବୁ ଅଛି କେତେ କଥା ଅଛି ପରେ ଆଉ କଣ ଅଛି ର ଫଳାଟା ଅଛି ସରେ ର ଫଳା ଦେଲେ ସିନା ସ୍ତ୍ରୀ ହବ ସେ ର ଫଳାଟି କିଏ ରସ ହୋମପ୍ସୁ କୌନ୍ତେୟ ये जगतरे पानी बहुची झरणा बहुची समुद्र बहुची नद नदी झरणा कौन कुआरे केते कौन हो जाउची आम देहरे रक्त प्रवाहित हो से सबू होउचंती र बा सूर्य चंद्र आकु छाड़िक कौ देश रही तेरे री गला आउ गोटे कौन रहा ईटी किए ईश्वर सर्वभूत अरे बाबू तुम ईश्वर को एत आड़े कौन खोजुच तुम हृदय सी अच्छा एटा कौन लेखा अच्छी लेखा ना खाली मन कौ सर्वस्व अर्जुन मु तुम हृदय रे अच्छी केमितिया परिवेश से कहते आपण माने मन रखतु भावतु मन रखतु नहीं भावतु ए पाखरे कौरव से पाखरे पांडव मझिरे नंदी घोष रथ रथ उपरे उड़ुची कपि केतन ध्वजा ठाकुर धरिचंती दौड़ा बड़ा उल्टा कथाटा ठाकुर धरिचंती दौड़ा माने रथ टाणिया आउ अर्जुन धरिचंती धनु एमती गोटे अवास्तव कथा सेठी से कहउचंती एटा भारी एटा आमरी कथा मु कहूनी जे मु कहूची बोली आप भावतु नहीं या बलिया कही बलिया कहीं कह बलिया किए किए मु सबुठी अच्छी मु तुम हृदय रे अच्छी तुम हृदय को केवे भाविच मु तुम हृदय रे अच्छी से हृदय मंदिर को खोज आउ मु जामा पेंट पिंधिकी जामा पेंट हो लुगा हो जाओ कि कौपुनी मारिकी हो मु गली बद्रीनाथ बद्रीनाथ जाइए कहीं भूस्खलन है कहीं भूस्खलन है केदारनाथ मु जाइए केते लोक मले केदारनाथ से कौन करते कौन करुले आप बाबा कौन एमती कहले ना 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 मु डरिया फरिया लोक चलतु मो सागर मु केदारनाथ आगे कही क्यों बाबू
ତମକୁ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଆସିଛନ୍ତି, ତୁମେ ଭୂସ୍ଖଳନ କରି କରି ସେମାନଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଚାଲିଗଲେ। ଏବେ ପଞ୍ଝାଏ ଯାଇଛନ୍ତି, ତା ଦେହରୁ ଗୋଟେ ଫଟୋ ମୋ ପାଖକୁ ପଠେଇଛନ୍ତି, ତା ଗୋଡ଼ ହାତ ସବୁ ଭାଙ୍ଗି ଯାଇଛି, ଆଉ ସେ ବନ୍ଧା ହେଇକି ସେ ମେଡିକାଲ ଭିତରେ ପଡ଼ିଛି। କିନ୍ତୁ ସିଏ କହୁଛନ୍ତି ଜଳ ସ୍ଥଳ ବନ ଗିରି गीता पुणी कहले सर्वत पाणी पादांत मु सबुठी अच्छी। ब्राह्मण ठाकुर माने गांती पूर्णमद पूर्णमीदम पूर्णात पूर्णमुदच्यते पूर्णस्य आ निजे पढ़ुच ताको बुझुना, निजे शुणुछ। आमे 5 दिन यज्ञ कलु, आमे नवरात्र कलु, आमे ओम फेर घी को आनिकरी 2 महण पोड़िलु, एरा पोड़िकरी पाइलो कौन? यही श्लोक टी बुझी जाऊना, यही श्लोक भीतर सब अच्छी। गोटे महान श्लोक आउ गोटे कह शून्यं शून्यं महाशून्यं शून्यमध्ये निरामय निरामय मध्ये ज्योति सज्योति भगवान। यही तो मात्र गोटे श्लोक भीतर सब अच्छी। आउ तमें अमक मंदिर को कौन जीव, ढमक मंदिर को कौन जीव, कोटिक न जाओ, घरे बसी एतिकी ठाकुर को कह शून्यं शून्यं महाशून्यं। से शून्य होती निरामय अर्थात निराकार। से निराकार भीतर गोटे दीप जलुची, छोटिया लाइट टीए जलुची, जुलु जुलिया पोक भलिया। मु होउची सेई एड़े बड़ सृष्टि को से छोटिया आलोकर ज्योति ये दुनिया को परिचालना कर। अब तुम एत खोजु दब से ज्योति टिके तुम हृदय अच्छी। तू कुमुसिलो बुके धान भीतर से प्रभु अछंती। से जो दिन चली जाउछंती हे न कहउछंती तू तेनिकी खाउठा मु जाउ। आमे जेते फुटाणी मारुछु तम घरे आज कौन तरकारी हेतला, बिरियानी हेतला। तो बिरियानी आम पिला दिन तो नथिला, वर्तमान घरे घरे बिरियानी एटा ना धरवानी छाड़। तेणु बर्तमान कौन खाइल, डाली होता तरकारी होता अमुक होता धमक होता ढिंकी होता सब खाइल कि बाबू सबू खाइच जे, किंतु प्रकृत कौन पे खाइच? तुम्हें खाइच जहाकू ताकू ठाकुर को नैवेद्य करिच, खाली बिरियानी खाई फुटाणी मारुच।
ସେଗୁଡ଼ା ସବୁ ସେସବୁ କଥାର କିଛି ମାନେ କିଛି ନାହିଁ। ଆମେ ବିରିୟାନୀ ଖାଇଲୁ, ଫ୍ରାଏ ରାଇସ୍ ଖାଇଲୁ, ସେ ଲେମନ ରାଇସ୍ ଖାଇଲୁ, ଆଉ ଖାଉଟା ତାକୁ ଖାଇଲେ ଯାହା ଆକୁ ଖାଇଲେ ସେ। ଆମ ଓଡ଼ିଆ ପଖାଳ ଶାଗକୁ କିଏ ସରି ହବ? ଓଡ଼ିଶାର ପଖାଳ, ଓଡ଼ିଶାର ଶାଗ, ଓଡ଼ିଶାର ରାଇ, ଓଡ଼ିଶାର କାଞ୍ଜି, ଓଡ଼ିଶାର ଖୁଦୁ ପିତା, ଇଏ ଖାଦ୍ୟ ଯିଏ ଖାଇଥିବ ସେ ବେଳେ ବେଳେ ମନେ ପକାଉଥିବ ଏ ଖାଦ୍ୟଟା ନାହିଁ ଆଉ ତମେ ଖାଉଟା ବିରିୟାନୀ। ହଉ ସଜ୍ଜନ କଥା ଏମିତି ତ ହଉଛି। ବର୍ତ୍ତମାନ ସମସ୍ତଙ୍କ ଭିତରେ ଆନନ୍ଦ ଖେଳିଗଲା। ମା ଅଛନ୍ତି ଲଙ୍କାରେ। ଇଏ ଲଙ୍କାରେ ଅଛନ୍ତି ବୋଲି କିଏ କହିଲା? ନା ହନୁମାନ କହିଲେ। ସେଇ ହନୁମାନଟି କିଏ ସେଟା ନ କହିଲେ ମାନେ ଗଣ୍ଡଗୋଳ ହେଇଯିବ, କଥାଟା ବୁଝି ହବନି। କହିଲେ କିଏ? ବଳିଆ ଯେତେବେଳେ ଆସିଲା ମା ମାନେ ମୋର ହୁଳୁ ହୁଳି ପକେଇଲେ। ସିଏ ପରା ହଉଛି ମୋର ପିଲାମାନେ, ମୋର ବାବୁ ମାନେ, ମୁରବୀ ମାନେ ହରି ବୋଲ ପକେଇଲେ। ସିଏ ପରା ହଉଛି କଣ? ହଂସ, ସୂର୍ଯ୍ୟ। ହଂସର ଅର୍ଥ ହଉଛି ସୂର୍ଯ୍ୟ। କଣ? ଯିଏ ପାପକୁ ହରଣ କରେ, ଅଜ୍ଞାନକୁ ହରଣ କରେ, ସେ ହଉଛି ଆଉ ହରିବୋଲ ପକେଇବାକୁ ନାଜ ମାଇଲେ କେମିତି ହବ? ଭାଗବତରେ କେମିତି ସେ କହୁଛନ୍ତି? ମୁଁ ପଦ ଆଉ ପଢୁନି, ମୁଁ କଣ୍ଠ ସଜାଡ଼ିଥିଲି ମୋତେ ଏଇ 10-12 ଦିନ ହେଲା। 3 ମାସ କାଳ ଆପଣମାନେ ଜାଣୁଛନ୍ତି ଆମ ଅଞ୍ଚଳରେ, ଆମ ଓଡ଼ିଶାରେ ଯୋଉ ଗରମ ଆପଣମାନେ ଉପଲବ୍ଧି କରିଛନ୍ତି। ଇଏ ଗରମରେ ମୁଁ 3 ମାସ କାଳ ବୁଲି, ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଅନ୍ୟାନ୍ୟ ପ୍ରଦେଶରେ ବୁଲି କେବଳ କହି ପୁଣି ଏ ବର୍ଷ ପୁଣି ଏ କେନ୍ଦ୍ରାପଡ଼ାରେ ମୁଁ ଯେମିତି ସତରେ MP ହେବି କି କ'ଣ ହେବି, ଯଦି ହେବି MP ଆଉ କ'ଣ ହେବି ବୋଲି ମୁଁ କିଛି ଭାବିନି। କିନ୍ତୁ ଏ କେନ୍ଦ୍ରାପଡ଼ାର ଗୋତ୍ରୀବିଲ ପଦ୍ମପୁର ଠାରୁ ଆରମ୍ଭ କରି ସେ ପଟାମୁଣ୍ଡେଇ ଇଣ୍ଡିପୁର ପର୍ଯ୍ୟନ୍ତ ସବୁଆଡ଼େ କେବଳ ଚାଲିଛି ପ୍ରୋଗ୍ରାମ। ମୋର ବି ଟିକେ ଲୋଭ ହଉଛି। କାହିଁକି ଲୋଭ ହଉଛି? ମୁଁ ଶୁଣିବାରେ ତମ ଆଡ଼େ ଗୋଟେ ପ୍ରବଚନ ହେଇଥିଲା ନା? ହଁ ହେଇଥିଲା। କିଏ ଆଇଥିଲେ? ଅମୁକ ବାବୁରେ। କେତେ ପଇସା ଦେଲ? 25,000। ମୋର ଟିକେ ଲୋଭ ବଢ଼ିଗଲା। ଆଉ ମୁଁ ତାହେଲେ 10-20ଟା ଖଣ୍ଡେ କରିଦେଲେ ପୁରା ଧର୍ମଶାଳା କରିଦେବି ଆଉ କ'ଣ। କାହିଁକି ଗଲା କିଏ ମୋତେ 25 ଟଙ୍କା ଦିଅନ୍ତା? ତେବେ ସଜ୍ଜନ, ଇଏ ସବୁ ଜୀବନରେ ବଳିଆର ଆବଶ୍ୟକ ନାହିଁ। ବଳିଆର ଆବଶ୍ୟକ ଆପଣମାନେ ଆଉ ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା, ମମତା। ଏଇ ହଉଛି ସେ କେମିତି କହୁଛନ୍ତି? ନମଇ ଇଳାବି
ହରି ସେ କୃଷ୍ଣ ସତ୍ୟରେ ନର ହରି ହରି କହିଲେ ସିଂହ ତ୍ରେତୟାରେ ରାମ ହରି ହରି କହିଲେ ହନୁମାନ ଦ୍ୱାପରରେ ରାଧା ହରି ସିଏ ହଉଛନ୍ତି ରାଧା କୃଷ୍ଣ କଳି ଯୁଗରେ ଗୌର ହରି ହରି হরিনাম সংকীর্তন যত দূর যায় গো হত্যা ব্রহ্ম হত্যা ছাড়িয়া কেতে সুন্দর কথা এভଳି অনুষ্ঠানକୁ ଭାଙ୍ଗିବେ ନାହିଁ ଛୋଟ ହଉ ବଡ଼ ହଉ ଏମିତିଆ ଅନୁଷ୍ଠାନ ଗୋଟିଏ ଗାଁରେ ହେବା ଉଚିତ ପିଲାମାନେ ସେଥିରେ ମଜିବା ଦରକାର ମୋର ମନେ ପଡୁନି କୁଆଡେ କଣ ମୁଁ ଏ ଯୋଉ ରାସ୍ତା ଆଜିକାଲି ହେଇଗଲାଣି ମୁଁ ଏମିତି ହେଇକି ଚାଲେ କୁଆଡକୁ ମତେ ନଉଛ କଣ କେନ୍ଦ୍ରାପଡା ନବ ନା କଣ ସେ କୋଉ ବାଟରେ ଗୋଟେ ଆଣିଲେ ମୁଁ କହିଲି ଥରେ ମୁଁ ଆଇଥିଲି ଗାଁକୁ ଗୋଟେ କଣ ଗୋତ୍ରୀ ବିଲ ପଦ୍ମପୁର ନା କଣ ଆମ ଗଙ୍ଗାଧର ମତେ ନେଇକି ଯାଇଥିଲେ ତେଣୁ ସେଇ ଗାଁଟା କି ମୁଁ ଏଠି ଆସି ପହଞ୍ଚିବା ପର୍ଯ୍ୟନ୍ତ ବି ମୁଁ ଜାଣିପାରିନି କୋଉ ଗାଁ ଆମରି ଗାଁ ଛୋଟିଆ ନା ପିଲାମାନେ ବୟସ୍କ ଲୋକମାନଙ୍କୁ ଏ ନିବେଦନ ମୁଁ କରିପାରିବିନି କିନ୍ତୁ ବୟସ୍କ ଲୋକମାନଙ୍କର ପରାମର୍ଶ ନେଇ ଏଇ ଗାଁଟିକି ଗଢ଼ ଗାଁଟି ଗଛ ବୃକ୍ଷରେ ପୂର୍ଣ୍ଣ ହଉ ଗୋପାଳନ ହଉ ଏଠି ଏମିତିକିଆ ଗୋଟେ ଗୋଟେ ଅନୁଷ୍ଠାନ କର ତମେ ତମର ଏମିତିଆ କରିକି ତେଣିକି ମିଲୋଟି ଫିଲୋଟି କଣ କରୁଛ କର କିନ୍ତୁ ଏମିତିଆ ଅନୁଷ୍ଠାନ ଗୋଟେ ଗୋଟେ କର ସମାଜ ବଞ୍ଚିବାକୁ ହେଲେ ଆଉ ବର୍ତ୍ତମାନ ଆପଣମାନେ ଟିଭି ପରଦାରେ ଦେଖୁଥିବେ ମାନେ ଆଜି ସମଗ୍ର ବିଶ୍ୱ ଆଜି ଧ୍ୱଂସାସ୍ତ୍ରରେ ଜଳୁଛି ତେଣୁ ହନୁମାନଙ୍କୁ ସେଇ ପ୍ରାର୍ଥନା କରନ୍ତୁ ଇଏ ହେଲେ ଆଉ କହିହବନି ମୁଁ କହିଲେ ନମସ୍କାର ଅନ୍ୟକୁ ସମ୍ମାନ ଦେଇ ଶିଖ ସୂର୍ଯ୍ୟଙ୍କୁ ନମସ୍କାର କର ଗୁରୁଜନଙ୍କୁ ନମସ୍କାର କର ପିତୃ ମାତୃ ଚରଣରେ ନମସ୍କାର କର ବ୍ରାହ୍ମଣ ବୈଷ୍ଣବଙ୍କୁ ନମସ୍କାର କର ଏ ଯଦି ନମସ୍କାରଟି କରିବେ କଣ ପାଇବେ ଆଶୀର୍ବାଦ ପାଇବେ ମା କହିଲେ ଧରିତ୍ରୀ ହଉଛି ମା ଗୋମାତା ହଉଛି ମା ଗାୟତ୍ରୀ ମନ୍ତ୍ର ହଉଛି ମା ପ୍ରକୃତି ରୂପିଣୀ ମା ହଉଛି ମା ଗର୍ଭଧାରିଣୀ ମା ହଉଛି ମା ତେଣୁ ଯଦି ଆମେ ଏତେ ମାଙ୍କୁ ପାଇଛେ ତାହେଲେ ମାତୃ କୃପା ହେଲେ ପିତାଙ୍କୁ ପାଇବ ପିତା କୃପା ହେଲେ ନିର୍ବାଣ ଲଭିବ ମାକୁ ଅସମ୍ମାନ କରନା ସମୟ ଥିଲେ ପୁଣି କେବେ କୋଉଠି ଅଞ୍ଚଳରେ ହେଲେ କହିବି ତେବେ ନ କହିଲେ ନମ୍ରତା
ନମଇ ନୃସିଂହ ଚରଣ। ନମ୍ରତା ଗୁଣ ଟିକେ ରହୁ। ଧନର ଗର୍ବ, ମନର ଗର୍ବ, ଜନର ଗର୍ବ, ଏଇ ଆପଣଙ୍କ ଗ୍ରାମର ଗୋଟେ ଶ୍ମଶାନ, 2-4 ଗୁଣ୍ଠିଆ ଗୋଟେ ଶ୍ମଶାନ ଆପଣଙ୍କ ଗାଁରେ ଥିବ। ସେଇ ଶ୍ମଶାନଟାକୁ ଅନେଇକି ଭାବିବେ, ଏଇ ଶ୍ମଶାନ ଭିତରେ କେତେ ହଜାର ପିତୃପିତା ମାନେ ଏଇଠି କାଠରେ ଜଳି ଯାଇଛନ୍ତି। ଆଉ ଏବେ କହୁଛନ୍ତି ଆମକୁ ମଲା ପରେ ସ୍ୱର୍ଗ ଦ୍ୱାରକୁ ନେବ। ସ୍ୱର୍ଗର ଦ୍ୱାର ହଉଛି ଗାଁର ଦ୍ୱାର। ବେଦ କହୁଛନ୍ତି ବିଶ୍ୱଂ ପରିପୁଷ୍ଣଂ ଗ୍ରାମେସ୍ମିନ୍ ଅନାତୁର। ତେଣୁ ଯିଏ ସ୍ୱର୍ଗ ଦ୍ୱାର ନେଉଛ ନିଅ, ଯିଏ ଯାହା କରୁଛ କର, କିନ୍ତୁ ତମ ଗାଁ ସଂସାରକୁ ତମେ ସ୍ୱର୍ଗଦ୍ୱାର ବୋଲି ଭାବ ଏବଂ ତାକୁ ବସିକିରି ଭାବିବ ଏଇ ଗାଁରେ ମୋ ବାପା ଅଜା 14 ପୁରୁଷ ଏଇଠି ଜଳି ଯାଇଛନ୍ତି, ଆଉ ମୁଁ ବି ଜଳିବି। ଏଇ କଥାଟା ଭାବିଲେ ନମ୍ରତା ଗୁଣ ଆସିବ। ଯେଉଁମାନେ ଯିବେ, ଯେତେବେଳେ ଆପଣଙ୍କର କରୋନା ହେଲା, ସେ ତ ହେଲା ଆପଣ ସବୁ ଜାଣିଛନ୍ତି। ଇଏ ସବୁ ଯେଉଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅମୁକ ମନ୍ତ୍ରୀ ସବୁ ଯାଇକି ସବୁ ଭେଟାଭେଟି ହଅନ୍ତି, ସବୁ ଆଗେ ମାନେ ହାତରେ ଏମିତି 2 ହାତରେ ଏମିତି ତାକୁ ଏଇ ଯେଉଁ ହ୍ୟାଣ୍ଡସେକ୍ ଏମିତି କରି ଗୋଟେ 2 ମିନିଟ୍ ଖଣ୍ଡେ ହାତକୁ ହଲାନ୍ତି। ହାତ କ'ଣ ହେଇଯାଉନି, ଏତେ କ'ଣ ସମୟ ହାତଟାକୁ ଇଏ କରୁଛନ୍ତି। କିନ୍ତୁ ଏମିତି ସମୟ ଆସିଲା କେହି କାହାକୁ ହ୍ୟାଣ୍ଡସେକ୍ କରିପାରିବେନି। କରୋନା ଜୀବାଣୁ ପଶି ଆସିବ। ତେଣୁ ଭାରତର ନମସ୍କାର, ଭାରତୀୟମାନଙ୍କର ଏହି ଶିଷ୍ଟାଚାରକୁ ସମଗ୍ର ବିଶ୍ୱ ଗ୍ରହଣ କରିଥିଲା। ବହୁତ ଖୁସି ଲାଗେ ସେ କଥା ସବୁ। ତେଣୁ ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସ୍ମୃତ। ଯଜ୍ଞ ମଣ୍ଡପକୁ ପ୍ରଣାମ କରୁଛି, ହନୁମାନଙ୍କୁ ପ୍ରଣାମ କରୁଛି, ଏ ଗ୍ରାମର ଦେବୀ ଦେବତାଙ୍କୁ ପ୍ରଣାମ କରୁଛି। ଯେଉଁ ମୁରବୀ ମାନେ ଗାଁରେ ବସିଛନ୍ତି ସେମାନଙ୍କୁ ପ୍ରଣାମ କରୁଛି। ଯେଉଁ ଯୁବକମାନେ, ପିଲାମାନେ ଏଇଭଳିଆ ଭଲ କାମ କରିବାକୁ ଆଗେଇ ଆଇଛ, ସମସ୍ତେ ଦୀର୍ଘାୟୁ ହୁଅ, ନିଶା ମାଦକ ଛାଡ଼, ଗଛ ଲଗାଅ। ଏତିକି କହି ଏ ଅଧମ ସେବକ ଚାକରର, ଇଏ ବିଶ୍ୱର ଚାକର, ଆପଣମାନଙ୍କର ଚାକର, ମୁଁ ସେଇ ପାଦପଦ୍ମରେ ଆପଣମାନଙ୍କୁ ସମର୍ପଣ କରି ଆଜିର କଥାକୁ ବିଶ୍ରାମ ଦେଉଛି। ଜୟ ଜୟ ରାଧା।
जय जय श्री राधे। ये रघुनाथपुर वाला आई